चैतन्यदेव श्री राधा कृष्ण शरणललिता श्री विशाखान्ता हे कृष्ण करुणा सिंधु दीनबंधु जगोत्पते भूषकान्त राधाकान्त नमस्ते तत्काञ्चन गौरी राधे नामश्री विश्वांशुदेवी वाञ्छाकल्पतरुभ्यश्च प्रणाशन्नुपयेच निदानकारिभो वैष्णवो नमो महावदन्नाय कृष्णाय गोपदाय कृष्णाय कृष्णचैतन्यं नवद्वीपे नमः नीलाचलनिशाय नित्याय नमामि भगवद्गीतां जगन्नाथाय नमः जय श्री कृष्ण चैतन्य प्रभु नित्यानंद श्री अद्वैत शिवासदि गौरभक्तजन हरे कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय आनंद लीलामय हिमावधिको सुन्दराय तस्मै महाप्रेम सुताय चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते नमो विष्णुपादाय कृष्णकृष्णाय भूतले श्रीमते गौरवाणी नमो विष्णुपादाय कृष्णकृष्णाय भूतले श्रीमते भक्तिवेदांत स्वामी नमस्ते सरस्वती देव गौरवाणी निर्विशेष शून्यवादी प्रसाद जय श्री जय श्री गौर निताय राधे गोविंद सीताराम श्रीमद् भागवतम दशम स्कंद 49 अध्याय आज ये अध्याय में पाठ करिबा 30 श्री शुभ उवाच नित्य विपरीत निपते अभिप्रायं साधव जाधव सुहृद्वेषं ज्ञातं पुनर्जरुपुरैर्मगान् श्री शुक उवाच चित्तविवृत्त निपते अभिप्रायं सजाव जो श्रीविष्णुज्ञातं पुनर्जरुपुरैर्मगान् परवर्ती श्लोक प्रशंसा कृष्णं धृतराष्ट्रविचेष्टितं पाण्डवान् प्रति कौरवान् तदर्थं प्रेषितं स्वयं शशंसा कृष्णं धृतराष्ट्रविचेष्टितं पाण्डवान् प्रति कौरवान् तदर्थं प्रेषितं स्वयं
ବ୍ରିଟିଶ ଅନୁବାଦ ସମସ୍ତଙ୍କ ପୁନରାବୃତ୍ତି କରିବି ଆଉ କୌଣସି ଭାବ ଦିଆହେଇନି। ଶ୍ରୀଲ ସୁଖଦେବ ଗୋସ୍ୱାମୀ କହିଲେ ଏହିପରି ଭାବରେ ସେ ନିଜେ ରାଜାଙ୍କ ମନୋଭାବ ସମ୍ବନ୍ଧରେ ଜ୍ଞାତ ହୋଇ ଯାଦବ ଅକ୍ରୂର ତାଙ୍କର ଶୁଭାକାଂକ୍ଷୀ ଆତ୍ମୀୟ ଓ ସ୍ୱୟଂମାନଙ୍କ ନିକଟରୁ ଅନୁମତି ଗ୍ରହଣ କରି ଯାଦବଙ୍କ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କରେ। ସୁଖଦେବ ଗୋସ୍ୱାମୀ ଏକଥା କହୁଛନ୍ତି ଯେ ଅକ୍ରୂର ଧୃତରାଷ୍ଟ୍ରଙ୍କର ମନୋଭାବ ବୁଝିପାରିଥିଲେ। ଧୃତରାଷ୍ଟ୍ର ମନୋଭାବ କ'ଣ ଥିଲା? ଏତେ ଦିନ ତ ସବୁ କ୍ଲାସ୍ ଧୃତରାଷ୍ଟ୍ରଙ୍କ ମନୋଭାବ କ'ଣ ଥିଲା? ରାଜ୍ୟର ସମ୍ପତ୍ତି ନିଜେ ଭୋଗ କରିବ। କ'ଣ ରାଜ୍ୟର ସମ୍ପତ୍ତି ନିଜେ ଭୋଗ କରିବ। ଧୃତରାଷ୍ଟ୍ର ଯଦି କୁଆଡ଼େ ମୋହିତ ସେମାନେ ଦୁର୍ଯ୍ୟୋଧନ କୁଆଡ଼େ ମୋହିତ ହେଇଯିବେ, ମାନେ ଯୁଦ୍ଧ ଆଉ କରିବେ ନାହିଁ, ଯୁଦ୍ଧ ଆଉ କରିବ ନାହିଁ। କରିବ ନାହିଁ ପୁତ୍ର ସ୍ନେହରେ ମୋହିତ ଇচ্ছে ବୁଝାନ୍ତି ସବୁ ଅକ୍ରୂର ଧୃତରାଷ୍ଟ୍ରଙ୍କ ମନୋଭାବ ବୁଝିପାରିଲେ ସେ କେବଳ ତାଙ୍କର ପୁତ୍ରମାନଙ୍କର ପକ୍ଷପାତିତ୍ୱ ତ୍ୟାଗ କରିପାରିବ ନାହିଁ। ତେଣୁ ପୁତ୍ରମାନଙ୍କ ପ୍ରତି ଆସକ୍ତ ବଶତଃ କେବଳ ସେ ତାଙ୍କର ପୁତ୍ରମାନଙ୍କର ପ୍ରତି ପକ୍ଷପାତିତ୍ୱ ସେ ପରିତ୍ୟାଗ କରିପାରିବ ନାହିଁ। କାରଣ ଏଥିରେ ବୁଝାଯାଉଛି ଯେ ଭଗବାନ କୃଷ୍ଣ ଅକ୍ରୂରଙ୍କୁ ପଠାଇଥିଲେ ହସ୍ତିନାପୁରକୁ କେଉଁଥିଲାଗି? ତିନୋଟି ବିଷୟ ଜାଣିବା ପାଇଁ। ପ୍ରଥମ ବିଷୟ ହେଉଛି ପାଣ୍ଡବମାନେ କିପରି ଅବସ୍ଥାରେ ଅଛନ୍ତି ଇଏ ବୁଝିବା। ଦ୍ୱିତୀୟ ହେଉଛି ଧୃତରାଷ୍ଟ୍ରଙ୍କ ମନୋଭାବ କ'ଣ, ଆଉ ଇଏ ତୃତୀୟ ହେଉଛି ଏ ଯୁଦ୍ଧ ହେବ କି ହେବ ନାହିଁ। ଏ ତିନିଟା ବିଷୟ ଜାଣିବା ପାଇଁ ଇଏ ପଠାଇଥିଲେ କିଏ? ଭଗବାନ କୃଷ୍ଣ ଅକ୍ରୂରଙ୍କୁ ପଠାଇଥିଲେ। ଅକ୍ରୂର ଏକ ବିଚକ୍ଷଣ ବ୍ୟକ୍ତି ଥିଲେ, ବୁଦ୍ଧିମାନ ବ୍ୟକ୍ତି। କାହିଁକିନା ଆମେ ଏହା ପୂର୍ବରୁ ଜାଣିପାରୁଛେ କଂସ ଯାଦବମାନଙ୍କ ମଧ୍ୟରେ ଅକ୍ରୂରଙ୍କୁ ପଠାଇଥିଲେ କେଉଁଟାକୁ? ବୃନ୍ଦାବନ, କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ। ତାହେଲେ ଏଠାରେ ବୁଝି ହେଉଛି ଅକ୍ରୂର କୌଣସି ସାଧାରଣ ବ୍ୟକ୍ତି ନଥିଲେ। ସେ କେତେ ବିଚକ୍ଷଣ ଥିଲେ, କେତେ ବୁଦ୍ଧିମାନ ଥିଲେ। ଯେତେବେଳେ କଂସ ମଧ୍ୟ ତାଙ୍କୁ ପଠାଇଥିଲେ ଇଏ କୃଷ୍ଣ ବଳଙ୍କୁ ବୁଝାଇ ସୁଝାଇ ଆଣିବା ପାଇଁ କେଉଁଟାକୁ? ଧନୁଷ ଯଜ୍ଞରେ ଅଂଶଗ୍ରହଣ କରାଇବା ପାଇଁ। ଉଦ୍ଦେଶ୍ୟ କ'ଣ? ଯଦି ଅକ୍ରୂର ସେ ଏହିପରି କୃଷ୍ଣ ବଳରାମଙ୍କୁ ଯଦି ଆଣିପାରିବେ ତାହେଲେ କ'ଣ ହେବ ନା ସେଠାରେ କଂସ ଏହିପରି ବ୍ୟବସ୍ଥା କରି ରଖିଛନ୍ତି। ପ୍ରଥମ କୁବଳୟ ପୀଡ଼, ଯାହାଙ୍କର ଦେହ ଯେଉଁ କୁବଳୟ ପୀଡ଼ଙ୍କ ଦେହରେ କେତେ ହସ୍ତିର ବଳ? 1000 ହସ୍ତିର ବଳ। ये हमारे भागवत अनुसार कौन सी के कहानी 10,000 10,000 भागवत सिद्धांत 1,000 हस्ते ये तृणभोजी हो सुधा यार स्वभाव केमिता दिला मांसाहार करता। हाथी किंवा मांसाहार कौन कि ये हाथी गोला हाथी हाथी शरीर से शरीर से मांसाहार ତାଙ୍କର ସଭା କିପରି ଉତ୍ତେଜିତ ଥିଲେ। ତାମାନେ କଂସ ଜବରଦସ୍ତ ତାକୁ ଏଇପରି ମାଂସାହାର କରାଇ ଆଶ୍ରିକ ଭାବ ବର୍ଦ୍ଧିତ କରେ, ଯେଉଁଥିଲାଗି ସେ ଦାର ଦେଶରେ ରଖିବ। ଯେତେବେଳେ କୃଷ୍ଣ ବଳରାମ ସେଇ ଦାର ଦେଶ ଦେଇ ଯୋଗସ୍ଥଳୀକୁ ଆସିବ, ସେ ମାରୁତି ତାର ଉପରେ ଯେ ବସି ସେ କ'ଣ ମାରୁତି କୁହାଯାଏ, ହାତୀର ଉପରେ ମାଉତ, ଜୟ ବିଭିନ୍ନ ଭାଷାରେ ମାଉତ। ସେଇ ପ୍ରକାର ଟ୍ରେନିଂ ଦିଆହେଇଛି। ସେ କ'ଣ କରିବେ
ନା ସେ କୃଷ୍ଣମାନଙ୍କ ପିସିକିରି ମାରିଦେଲେ। ଏଥିଲାଗି ଇଏ ସବୁ ପ୍ଲାନ୍ ହେ ତାପରେ ରଖିଥିଲେ ନା ସେ ଯଦି ବଞ୍ଚିକିରି ପୁଣି କୃଷ୍ଣ ଆସିବ ଯୋଗସ୍ଥଳୀ ଗେଟ୍ ପାଖରେ ସେଟା ରଖାଯାଇଥିଲେ ନା ମଲ୍ଲ ଯୋଦ୍ଧା ସବୁ ଚାନ୍ଦୁର ମୁଷ୍ଟିକ ଏସବୁ ମାନେ ବହୁତ ମଲ୍ଲ ଯୋଦ୍ଧା ଯେଉଁ ମୁଷ୍ଟାଘାତରେ ପଥର ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ଦେଇପାରୁଥିଲେ। ସେଇପରି ମଲ୍ଲ ଯୋଦ୍ଧା ମାନେ ସବୁ ରଖିଥିଲେ ଚାନ୍ଦୁର ମୁଷ୍ଟିକ ଏସବୁ ସଲ୍ଲାଦ। तो ସେଇଥିରେ ସେ ବିନାଶ ପ୍ରାପ୍ତ ହେବେ ଏ କଂସର ପ୍ଲାନ୍ କରେ ସେଇଥିରେ ଯେ ବଞ୍ଚିକିରି ଯଦି ଆସିବ ତାପରେ ସ୍ୱୟଂ କଂସ ସେମାନଙ୍କୁ ସଂହାର କରିବେ ଏଇ ପ୍ଲାନ୍ ଏଠାରେ ଆମେ ଦେଖିବାକୁ ପାଉଛେ ଏଠାରେ ଇଏ ପଠେଇଛନ୍ତି ମାନେ କଂସ ଅକ୍ରୁରକୁ ଏଇପରି ଅକ୍ରୁର ହେଉଛି ଉଭୟ ପକ୍ଷରେ ସମ୍ବନ୍ଧୀୟ କୃଷ୍ଣ ବଳରାମ ପ୍ରତି ପ୍ରିୟ ଲୋକ सी जदि जाए नहीं आसपारे ताहले जिते मथुरा नहीं आसे यही प्लान से बध कर अक्रूर ये हूँ कंसर प्रिय कृष्ण बलराम प्रिय समस्त प्रिय से भगवान कृष्ण ये अक्रूर को ये पठाई कौटा को मथुरा हस्तिनापुर माने वर्तमान पांडव मान किपरि अवस्था अच्छा कौरव मानकर मन ये धृतराष्ट्र मनोभाव केमितिया ता बुझापी आन ये कुरुक्षेत्र युद्ध ये युद्ध जो हम कि हम ना ता बुझा तीन कास्ट तो अक्रूर जिते आसिले से कुंती आदि अत्यंत दुखित चित्त अग्र पाखे यही सब कथा उत्थापन कर आम मान प्रति यहीपरि मनोभाव किपरि मनोभाव ना यहीपरि मोर पुत्र भीम को विष्णु लड़ू कहे मारिदेवा प्लान कर गंगार बसई जाइए। हाँ ये दुर्योधन दुशासन यही आम मन ज्योतिक्रिय रखीदे मैंने पढ़ाई मारवाई कि कृष्ण कृपा आम से उद्धार पाइचु कि बर्तमान यहीपरि आम मान प्रति सर्वदा विद्वेष आचरण कर विदुर सी केवल सांत्वना वाक्य दौरान कुंती क्यों सांत्वना वाक्य जे कुंती पांचटी पुत्र कौन मनुष्य नुहति समस्ते देवता मान जात मैंने पृथ्वी पृष्ठ कहीं जिते प्रकार प्लान करते कहीं ना प्लान द्वारा ये मन कहीं बध कर पारे तेने पंच पांडव अबद्ध साधारण मनुष्य मान अबद्ध कहीं से बध कर पारे तथापि कुंती देवी सर्वदाय माने असंतुष्ट चित्त थे से सूत्र यहाँ आसान किए न अक्रूर तो अक्रूर आसी से ये धृतराष्ट्र को बुझाऊँ धृतराष्ट्र को बुझाऊँ कौन जे आपन यहीपरि आत्मा हिसाब से ये जगत एकुटिया आसुच्च जीवे ठीक से एकुटिया ठीक कथा कहते आम समस्त जगत को आसीचे एकुटिया ना सहित आसती किए ना जिते आम आयुष सरी आम जीव ठीक से एकुटिया जावाक हम या जो समस्त कर्म कर पाप पुण्य से पाप पुण्य ता सहित संलग्न अन्य कहीं भोग कर हाँ कर्म फल यहीपरि ता मुंडे रहीपरि कर्म फल नहीं से नरक नरक भक्ति यही प्रसंग से कहते ये अक्रूर केते सुंदर युक्ति देते कि आपन यहीपरि समस्त प्रति समभावापन्न तो समभावापन्न हाँपाई उपदेश देते किए ना अक्रूर धृतराष्ट्र ये कथा जिते शुणिले से धृतराष्ट्र निज मुखर कहते जे हे अक्रूर तुम्हें जो अमृत भरी उपदेश दौच कि मु एक मरणशील व्यक्ति मर्त जगत मनुष्य तेणु देवभोग अमृत उपदेश
ମୋର ଉପାଦେୟ ହେଉନାହିଁ, ମୁଁ ଏଥିରେ ତୃପ୍ତ ହେଇପାରୁନି। ଧୃତରାଷ୍ଟ୍ର କଥା ତାର ଏଥିରେ ବୁଝାଉଛି କ'ଣ? ଧୃତରାଷ୍ଟ୍ର ତାଙ୍କର ପୁତ୍ରମାନଙ୍କର ପ୍ରତି ଏ ଆସକ୍ତ ବଶତ ଏ ଦିଗକୁ ଉପଦେଶ ଦେଲେ ବି ତାଙ୍କର କର୍ମଗୋଚର ହେଉନା। ଆଉ ଧୃତରାଷ୍ଟ୍ର ନିଜ ମୁଖରେ ଏଇ କଥା କହୁଛନ୍ତି, କାହିଁକିନା ସେ କହୁଛନ୍ତି ଅକ୍ରୁରଙ୍କୁ, ହେ ଅକ୍ରୁର, ସେ ଭଗବାନ କୃଷ୍ଣ ଏ ଜଗତକୁ ଆସିଛନ୍ତି ଭୂଭାର ହରଣ କରିବା ପାଇଁ। ତେବେ ଧୃତରାଷ୍ଟ୍ର ବି ଜାଣୁଥିଲେ କୃଷ୍ଣ ହେଉଛନ୍ତି ପରମେଶ୍ୱର ଭଗବାନ। ଧୃତରାଷ୍ଟ୍ର ନିଜ ମୁଖେ ଆଗରୁ ଶ୍ଲୋକରେ ସେଇ କଥା କୁହାଯାଏ। ତ ଧୃତରାଷ୍ଟ୍ର ସେଇ କଥା କହୁଛନ୍ତି ଯେ ଭଗବାନ ଯେଉଁ ଉଦ୍ଦେଶ୍ୟ ନେଇ ଏ ଜଗତକୁ ଆସିଛନ୍ତି ସେ ଉଦ୍ଦେଶ୍ୟ ଅନୁସାରେ କାର୍ଯ୍ୟ ଗତି କରୁଛି, ସେଥିରେ ମୁଁ କେବେ ହେଲେ ପ୍ରତିରୋଧ କରିପାରିବି ନାହିଁ। ତ ମୋ ଭିତରେ ଏ ଯେଉଁ ମୋହ ଜାତ କରାଇଛନ୍ତି ପୁତ୍ରମାନଙ୍କ ପ୍ରତି ଯେ ଆସକ୍ତି, ଏ ସେଇ ଭଗବାନଙ୍କ ଦ୍ୱାରା ପ୍ରେରିତ ହୋଇ ମୋ ଭିତରେ ଏହିପରି ଆସକ୍ତି ପ୍ରକଟ କରାଇ ଦେଇଛି। ମୁଁ ଏଥିରେ କେବେ ହେଲେ ନିବୃତ୍ତି ହୋଇପାରିବି ନାହିଁ। ଶେଷ ଫାଇନା ଏ କଥାଟା କହିଦେଲେ କିଏ? ଧୃତରାଷ୍ଟ୍ର। ବିଦୁର ସହିତ ଏଇ ଅପରେସନ୍ ବୁଝିଗଲା ଯେ ଧୃତରାଷ୍ଟ୍ର କେବେ ସେ ତାଙ୍କର ପୁତ୍ରମାନଙ୍କ ପକ୍ଷପାତିତ୍ୱ ପରିହାର କରିବେ ନାହିଁ। କଥା ବୁଝିପାରିଲେ? ଏ ଶ୍ଲୋକରେ કોઈ ଭାବାର୍ଥ ଦେଇନାହାନ୍ତି, ତେଣୁ ଏଠାରେ ଅକ୍ରୁର ଏଇ କଥା ବୁଝିପାରି ସେଇ ବୁଝିପାରିଥିଲେ ସେଇ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ଶ୍ଲୋକରେ। ଏଇପରି ଭାବରେ ସେ ନିଜର ରାଜାଙ୍କର ମନୋଭାବ ସମ୍ବନ୍ଧରେ ଜ୍ଞାତ ହୋଇ ଯାଦବ ଅକ୍ରୁର ତାଙ୍କର ଶୁଭାକାଂକ୍ଷୀ ଆତ୍ମୀୟ ଓ ସ୍ୱଜନମାନଙ୍କ ନିକଟରୁ ଅନୁମତି ଗ୍ରହଣ କରେ। ଶୁଭାକାଂକ୍ଷୀ ଯେଉଁମାନେ ବିଦୁର, ଭୀଷ୍ମ ଆଦି ଏମାନେ ଏମାନଙ୍କ ପାଖରୁ ଅନୁମତି ନେଇ ଅକ୍ରୁର ହସ୍ତିନାପୁରରୁ ଫେରିଗଲା କେଉଁଠାକୁ? ମଥୁରାକୁ, କୃଷ୍ଣ ବଲ୍ଲଭ ପାଖକୁ, ସେଟା ଯାଦବମାନଙ୍କ ପାଖକୁ ଫେରିଗଲା। ସ୍ୱଜନମାନଙ୍କ ନିକଟରୁ ଅନୁମତି ଗ୍ରହଣ କରି ଯାଦବମାନଙ୍କର ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ। ମାନେ ସେଠାରେ ଯାଇ କ'ଣ କହିଲେ? ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି, ପାଣ୍ଡବମାନଙ୍କ ପ୍ରତି ଧୃତରାଷ୍ଟ୍ର କି ପ୍ରକାର ଆଚରଣ କରିଥିଲେ ଶ୍ରୀ ବଳରାମ ଓ ଶ୍ରୀକୃଷ୍ଣଙ୍କ ନିକଟରେ ଅକ୍ରୁର ତାହା ବର୍ଣ୍ଣନା କଲେ। ହେ କୁରୁବଂଶଜ, ଯେଉଁ ଉଦ୍ଦେଶ୍ୟରେ ତାଙ୍କୁ ପଠାଯାଇଥିଲା ଏହିପରି ଭାବରେ ସେ ସେହି ଉଦ୍ଦେଶ୍ୟ ପୂର୍ଣ୍ଣ କରିଥିଲେ। ଅର୍ଥାତ୍ ଭଗବାନ କୃଷ୍ଣ ଅକ୍ରୁରଙ୍କୁ ଯେଉଁ ଉଦ୍ଦେଶ୍ୟ ନେଇ ହସ୍ତିନାପୁରକୁ ପଠାଇଥିଲେ ଅର୍ଜୁନ ଏଇ ଅଭାବରେ ସେ କାର୍ଯ୍ୟ ସମ୍ପନ୍ନ କରିପାରିଲେ। ତେଣୁ ସେ ଆସି ଜଣାଇଲେ କାହାକୁ? ଇଏ କୃଷ୍ଣ ବଳରାମ। ତେଣୁ ଏହିପରି ଭାବରେ ଅକ୍ରୁରଙ୍କ ହସ୍ତିନାପୁର ଗମନ ଶୀର୍ଷକ ଶ୍ରୀମଦ୍ ଭାଗବତର 10ମ ସ୍କନ୍ଧର 49 ଅଧ୍ୟାୟର କୃଷ୍ଣ କୃପା ଶ୍ରୀମୂର୍ତ୍ତି ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଦୀନହୀନ ସେବକ ବୃନ୍ଦ ପୀଡ଼ିତ ଭାଷ୍ୟ ସମ୍ପୂର୍ଣ୍ଣ ହେଲା। ଏହାକୁ ଆମେ ଟିକେ କଥା କହିବା। ବର୍ତ୍ତମାନ କେହି ଶୁଣିବା ନାହିଁ, ଭୁଲିବା ନାହିଁ, ସମସ୍ତେ ସଜାଗ ରହି ଶୁଣିବେ। ଏଠାରେ ଆମେ ଦେଖିବା ଯେ ପ୍ରଭୁପାଦ ସେ ତାଙ୍କର ତାତ୍ପର୍ଯ୍ୟରେ ଆଗରୁ ସବୁ କହିଛନ୍ତି ଧୃତରାଷ୍ଟ୍ର ହେଉଛନ୍ତି ଜନ୍ମାନ୍ଧ। ସେ ଜନ୍ମସୂତ୍ରରେ ଅନ୍ଧ ଧୃତରାଷ୍ଟ୍ର। ତାପରେ କହିକି ତାଠାରୁ ସବୁଠାରୁ ବଡ଼ କଥା ହେଲା କ'ଣ? ପୁତ୍ର ସ୍ନେହରେ ସେ ଅନ୍ଧ। ଜନ୍ମାନ୍ଧ ପୁଣି ସବୁଠାରୁ ତାଠାରୁ ବଡ଼ କଥା କ'ଣ ହେଲା? ପୁତ୍ର ସ୍ନେହରେ ଅନ୍ଧ। এই স্নেহ এই কথার উপর আমি আলোচনা করি। এই পক্ষপাতের কারণ কুরুক্ষেত্র যুদ্ধ হল সমংশ ধ্বংস। এই পক্ষপাতিত্ব অর্থাৎ পুত্র স্নেহ বশত পুত্র ମାନଙ୍କର ପ୍ରତି ପକ୍ଷପାତିତ୍ୱ କରିବା ଯୋଗୁଁ ଏହାର ପରିଣାମ କ'ଣ ହେଲା? କୁରୁକ୍ଷେତ୍ର ଯୁଦ୍ଧର ଆୟୋଜନ କୃଷ୍ଣଙ୍କର ଇଚ୍ଛା, ଏ କୃଷ୍ଣଙ୍କର ପ୍ଲାନ୍ ହେବ। କୃଷ୍ଣ ଆସିଛନ୍ତି ଏ ଜଗତକୁ, ଆସି ନିଜ ଇଚ୍ଛା ପ୍ରଭାବରେ ଏହିପରି କୌରବ ପାଣ୍ଡବମାନଙ୍କ ମଧ୍ୟରୁ ସଂଘର୍ଷ ଲଗାଇଦେଲେ। କିଏ ଲଗାଇଦେଲେ? ଭଗବାନ କୃଷ୍ଣ। କାହିଁକି ସେ ପୃଥିବୀର
ଭାର ହେଇଥିଲା ସେ ଭାର ଅପହରଣ କରିବା ପାଇଁ ଆସିଛନ୍ତି। ତେଣୁ ଏହା ହେଉଛି ସୂତ୍ର। ତେଣୁ କୃଷ୍ଣ ଭାଇ ଭାଇମାନଙ୍କ ମଧ୍ୟରେ ସଂଘର୍ଷ ଲଗେଇଦେଲେ। ଏ ଉଦ୍ଦେଶ୍ୟ ହେଉଛି କ'ଣ? ଏକା ସାଥିରେ ତିନୋଟି କାର୍ଯ୍ୟ ସମ୍ପନ୍ନ କରିବେ। କେଉଁ ତିନୋଟି କାର୍ଯ୍ୟ? ଭଗବାନ କୃଷ୍ଣ ଗୀତାରେ କହିଛନ୍ତି କ'ଣ? ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଏ ତିନୋଟି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଭଗବାନ କୃଷ୍ଣ ତାଙ୍କର ବଡ଼ ଭାଇ ବଳରାମଙ୍କ ସହ ଏ ଜଗତରେ ଅବତୀର୍ଣ୍ଣ ହେଇଥିଲେ। ତ ବର୍ତ୍ତମାନ ସେଇ କାର୍ଯ୍ୟ ସମ୍ପନ୍ନ କରିବେ। ତେଣୁ ସେଇ କରିବାକୁ ଯେତେ ଯାଉଛନ୍ତି ଏଇପରି ନିଜ ଇଚ୍ଛା ପ୍ରଭାବ ଏ କୌରବ ପାଣ୍ଡବ ଭାଇ ଭାଇ ସମ୍ବନ୍ଧରେ ଭାଇ ଭାଇ କିନ୍ତୁ ସେମାନଙ୍କ ମଧ୍ୟରେ ସଂଘର୍ଷ ଲଗେଇଦେଲେ। ତ ସେଇ ସଂଘର୍ଷର ବ୍ୟତିକ୍ରମ କେହି କରିପାରେ। ସେଇ କଥା ଧୃତରାଷ୍ଟ୍ର କହିଲେ ଯେ ସେ ଭଗବାନ କୃଷ୍ଣ ଆସିଛନ୍ତି ଏ ଜଗତକୁ ଏ କାର୍ଯ୍ୟ କରିବା ପାଇଁ। ତେଣୁ ସେ କାର୍ଯ୍ୟ ବିରୁଦ୍ଧ ଆଚରଣ ମୁଁ କରିପାରିବ ନାହିଁ। ତେଣୁ ମୋ ଭିତରେ ସେ ଏଇପରି ମୋହ ଜାତ କରାଇ ଦେଇଛନ୍ତି ଯେଉଁଥିଲାଗି ପୁତ୍ରମାନଙ୍କର ପକ୍ଷପାତିତ୍ୱ ରହିବାକୁ ପଡ଼ିବ। ହଁ, ଏ ଧୃତରାଷ୍ଟ୍ର ଜାଣୁଥିଲେ। ଧୃତରାଷ୍ଟ୍ର ଦେଖନ୍ତୁ କ'ଣ ସାଧାରଣ ବ୍ୟକ୍ତି ନଥିଲେ ଏଥିରେ ବୁଝିବାକୁ। ଏଠାରେ ଦେଖାଯାଉଛି ଆସକ୍ତି। ଆମର ଆସକ୍ତି ଯୋଗୁଁ କ'ଣ ହେଉଛି? ଆମର ବୁଦ୍ଧି ଭ୍ରଷ୍ଟ ହେଇଯାଉଛି। ଯେତେ ବୁଦ୍ଧି ଭ୍ରଷ୍ଟ ହେଇଯାଉଛି ସେତେବେଳେ ଆମେ ବିନାଶ ପ୍ରାପ୍ତ ହେଉଛି। ତେଣୁ ଭଗବାନ କୃଷ୍ଣ ଗୀତାରେ କହିଲେ 3ୟ ଅଧ୍ୟାୟ 62 ଶ୍ଲୋକରେ ଭେଦ ବିଷୟ ପୁଂସ এই কথা কইছেন সঙ্গ তেষু উপজায়তে সংজ্ঞা সংজায়তে কাম কাম ক্রোধাৎ অভিজায়তে ক্রোধাৎ ভবতি সম্মোহ সম্মোহ স্মৃতি বিভ্রম স্মৃতি ভ্রংসা বুদ্ধিনাশ বুদ্ধিনাশ প্রণশ্যতি। ये भगवान कृष्ण गीतार 2य अध्याय 62 श्लोकରେ এই কথা কইছেন। आसक्ति प्रथम भेद माने विषय प्रति ध्यान करू करू हमारे से प्रति आसक्ति जाए। मु पर बुझाई कथा तुम अर्थ बुझी ना। भेद विषय विषय प्रति ध्यान करू करू से कौन है मनुष्य तार प्रति संग तेज आसक्ति जात। संग माने आसक्ति। हाँ, आसक्ति जात है। संग तेज उपजायते आज जितने आसक्ति जात है जाती से मन हो संग संजात काम काम जात है। यदि कई एक युवक एक सुंदरी युवती प्रति ध्यान करेंगे ध्यान मान करे से मन चिंता करेंगे ध्यान करेंगे मन चिंता करेंगे चिंता करू 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 तो हम तार प्रति आसक्ति जाते हैं। आसक्ति किपर हो भगवान कृष्ण ना यहीपरी आसक्ति जाते है। संग संजात काम से कौन हम कामना जाता है उपभोग कामना विषय प्रति ध्यान करू करू तार प्रति आसक्ति जाता है। आसक्ति जो जाता है से कौन हो मन कामना जाता है। हाँ, काम कहले कामना विविध प्रकार कामना उपभोग कामना विविध प्रकार कामना काम जाता है। काम क्रोध अभिजात और से काम यदि चरितार्थ न है ताले कौन हम क्रोध जाता है। माने ध्यान करके ताकि आसक्ति हो भोग करिया वासना जाता है। पारिवारिक लोक द्वारा ता हो पारा ना से कौन हम क्रोध जाते हैं। काम चरितार्थ है नहीं माने कौन हो क्रोध जाते हैं। तो क्रोध जाते तो है से कौन क्रोध भवती सम्मोह ये मोह जाता है। से मोह दशा प्राप्त हो जिते क्रोध उत्तेजित हो मोह दशा प्राप्त हो। मोह दशा जो प्राप्त हो सम्मान स्मृति विभ्रम से स्मृति विभ्रांति हो। स्मृति विभ्रांति हम कौन हम
ସ୍ମୃତି ଧ୍ୱଂସ ବୁଦ୍ଧି ନାଶ ବୁଦ୍ଧି ନାଶ ହେଇଗଲେ ସେଟା କ'ଣ ହେବ ପ୍रणश्यति ପ୍रणଶ୍ୟति ମାନେ ପ୍ରତିଷ୍ଠ ରୂପେ ସେ ନାଶ ପ୍ରାପ୍ତ। ତେଇ ପ୍ରସଙ୍ଗରେ ବର୍ତ୍ତମାନ ଆମେ ଆଲୋଚନା କରିବା। ଯେମିତି ଆମେ ଦେଖିବା ଏ ଭାଗବତର ଅତି ପ୍ରସିଦ୍ଧ କାହାଣୀ ଅଜାମିଳଙ୍କ କଥା ସମସ୍ତେ ଜାଣିଥିବେ ଶୁଣିଛନ୍ତି। ଅଜାମିଳ ବହୁତ ପ୍ରସିଦ୍ଧ। ଅଜାମିଳ ଏକ ସଦାଚାର ସମ୍ପନ୍ନ ବ୍ରାହ୍ମଣଙ୍କର ପୁତ୍ର ଥିଲେ। ପିତା ମାତା ଅତି ସଦାଚାର ସମ୍ପନ୍ନ। ଆଉ ଇଏ ମାନେ ପିତାମାତାଙ୍କର ଅନୁଗତ ଥିଲେ। ପିତାମାତାଙ୍କ ସେବାରେ ରତ ଥିଲେ। ଗୁରୁଜନମାନଙ୍କର ସେବାରେ ରତ ଥିଲେ। ଏ କାହାରି ବିରୁଦ୍ଧାଚାର କରିନଥିଲା। ବ୍ରାହ୍ମଣ ବୈଷ୍ଣବ ଗୁରୁ ପିତା ମାତା ସମସ୍ତଙ୍କୁ ଅନୁଗତ ଥିଲେ। ଆଉ ଇଏ ବି ବ୍ରହ୍ମଚାରୀ ମାନେ ବ୍ରହ୍ମଚାରୀ ଏଇପରି ବ୍ରହ୍ମଚର୍ଯ୍ୟ ଅବସ୍ଥାରେ ଥିଲେ। ବ୍ରହ୍ମଚାରୀ ମନ ଏହିପରି ପିସଫୁଲ୍ ଅବସ୍ଥା ଏବଂ ଭଗବତ ଚିନ୍ତନ ବି ସେ ନିମଗ୍ନ ଥିଲେ। ଏହିପରି ଆଚରଣ ଦେଖି ତାଙ୍କର ପିତା ଏକ ସତ୍ ବ୍ରାହ୍ମଣ କୁଳର ଏକ ସଚ୍ଚରିତ୍ର ସମ୍ପନ୍ନ କନ୍ୟାଙ୍କ ସହିତ ବିବାହ ଦେଲେ। ଅଜାମିଳ ତ ଅଜାମିଳ ଯଦି ବିବାହ ଦେଲେ ସେଇ ଅଜାମିଳଙ୍କ ପତ୍ନୀ ଯେ ଅତି ସୁନ୍ଦରୀ, ଦେଖିବାକୁ ଅତି ସୁନ୍ଦରୀ ଆଉ ଅତି ପତିବ୍ରତା। ଗୃହର ସମସ୍ତ କାର୍ଯ୍ୟ ସେ ନିଜ ହାତରେ କରିଥିଲେ। ଉପରନ୍ତୁ ସ୍ୱାମୀ ସେବାରେ ରତ ଥିଲେ। ଆଉ ଅଜାମିଳ ତାଙ୍କର ପ୍ରତି ପ୍ରଥମେ ଏହିପରି ପତିବ୍ରତା ସ୍ତ୍ରୀ ପ୍ରାପ୍ତ ସେ ଧନ୍ୟ ହେଇଯାଇଥିଲେ। କିନ୍ତୁ ତାଙ୍କର ପିତା ଦିନେ କ'ଣ କହିଲେ ଯେ ବତ୍ସ ମୁଁ ଏକ ଅଗ୍ନିଯଜ୍ଞ କରିବି, ତେଣୁ ତୁମେ ବନକୁ ଯାଇ କିଛି କାଷ୍ଠ ଫଳମୂଳ କୁଶ ଏସବୁ ସଂଗ୍ରହ କରି ନେଇ ଆସ। ପିତାଙ୍କର ଅନୁଗତ। ତେଣୁ ଅଜାମିଳ ପିତାଙ୍କର ଏ ଆଦେଶର ଧାର୍ଯ୍ୟ କରି ବନକୁ ଗଲେ। ବନକୁ ଯାଇ ଏହିପରି ଏ ଯଜ୍ଞର ସମସ୍ତ ସାମଗ୍ରୀ ସେ ସଂଗ୍ରହ କଲେ। ଯଜ୍ଞ କାଷ୍ଠ କୁଶ ଫଳମୂଳ ସବୁ ସଂଗ୍ରହ କଲେ। ଯେତେ ଫେରୁଛନ୍ତି এই ফেরিবা বাটে সে দেখিলে কোন যে এক শূদ্রাণী মদ পিকি বেহুশ অবস্থায় ଜଣେ ଆଉ ଜଣଙ୍କୁ ଆଲିଙ୍ଗନ କରୁଛନ୍ତି, ଗୀତ ଗାଉଛନ୍ତି। ଆଉ ବେଶାର ସେ ହିତାହିତ ଜ୍ଞାନ ଶୂନ୍ୟ ହେବା ଯୋଗୁଁ ମଦ ପିଇବା ଯୋଗୁଁ ଆଖି ଘୂର୍ଣ୍ଣ ହେଇଥିଲା। ଆଉ ଏହିପରି ଶୂଦ୍ରକୁ ଆଲିଙ୍ଗନ ଅବସ୍ଥାରେ ତାର ବସ୍ତ୍ର ଖସିଯାଏ। ଏହି ଅବସ୍ଥାରେ ସେଇ ଶୂଦ୍ର ୟା ସହିତ ଆଲିଙ୍ଗନ କରେ। ଏହି ଦୃଶ୍ୟଟା ଯେତେବେଳେ ଦେଖିଲେ କ୍ଷଣିକ, ୟା ପୂର୍ବରୁ କେବେ ଏହିପରି ଦୃଶ୍ୟ ସେ ଦେଖିନଥିଲା। এই ক্ষণিক এই অসৎসঙ্গে হওয়া যোଗୁଁ সে মনକୁ ବହୁତ ପ୍ରୟାସ କଲେ ସଂଯତ ହେବା ପାଇଁ। ବହୁତ ଶାସ୍ତ୍ର ଜ୍ଞାନ ତାଙ୍କର ଥିଲା। ଶାସ୍ତ୍ର ଶ୍ଲୋକ ସ୍ମରଣ କରି ଏ ମନକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ପ୍ରୟାସ କଲେ। କିନ୍ତୁ ଏ କାମ ଭାବ ଏତେ ପ୍ରବଳ ହେଇଗଲା, ସେଇ ଧ୍ୟାନଟା ସେଥିରେ ରହିଗଲା। କଥା ବୁଝିପାରୁଛନ୍ତି? ଆସକ୍ତି ଧରିବ। ହରେ କୃଷ୍ଣ কথা বুঝিপারছেন? আসক্তি ধারাটা কেউতে রয়ে শূদ্র শূদ্রাণী যে আলিঙ্গন করবে, হ্যাঁ, সেইଥିରେ ଧ୍ୟାନଟା ରହିଗଲା। এই বিষয়ে ଧ୍ୟାନ କରୁଛେ। ଧ୍ୟାନ କରୁ 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 ଆସକ୍ତି ହେଇଗଲା। ଯେତେ ଯୁକ୍ତି ଆସିଲା ତାଙ୍କର ମନରେ, ଶାସ୍ତ୍ର ଯୁକ୍ତି ଗୁରୁ ବାକ୍ୟ ଆଦି କିଛି କାମ କଲା ନାହିଁ। ଯେତେ କାହା ଭିତରେ ଯଦି ଏଇପରି ଆମ ଭାବ ପ୍ରକଟ ହେଇଯିବ, ତାହାର ଉପଦେଶ ଆଉ ସେଠାରେ କାମ କରିବ ନାହିଁ। ଏମିତି ଭଗବାନ କୃଷ୍ଣଙ୍କର କଥା ସେଟା କହିବ ନାହିଁ। ହଁ, ସେଇ ଭଗବାନ କୃଷ୍ଣ ଇଏ ଧୃତରାଷ୍ଟ୍ର ଆଦି ଏ ସବୁ ଭୀଷ୍ମ ଆଦି ଅକ୍ରୁର ଆଦି କେତେ ସବୁ ଉପଦେଶ ଦେଇଛନ୍ତି, କିନ୍ତୁ ସେ କୌଣସି ପରିବର୍ତ୍ତନ ହେଲା ନାହିଁ। ସେହିପରି ଆମ ଭାବ ଯଦି କାହାର ଭିତରେ ପ୍ରକଟ ହେଇଯିବ ଏ ଅସତ୍ସଙ୍ଗ ଯୋଗୁଁ, ସେତେବେଳେ ସେ ମନକୁ ଆଉ ନିୟନ୍ତ୍ରଣ କରିପାରିବ ନାହିଁ। ତ ଅଜାମିଳ ଠିକ୍ ସେହିପରି ହେଲା। ଏ ବହୁତ ଶାସ୍ତ୍ର ଯୁକ୍ତି ଜାଣୁଥିଲେ, ଗୁରୁ ବାକ୍ୟ ଏସବୁ ଜାଣୁଥିଲେ, ମନକୁ କେବେ ନିୟନ୍ତ୍ରଣ କରିବାକୁ ତା ବି ଜାଣୁଥିଲେ। କିନ୍ତୁ ଯେତେବେଳେ ସେଇ ଶୂଦ୍ର ଶୂଦ୍ରାଣୀ ଆଲିଙ୍ଗନ ଇଏ ମନ ଭିତରେ ପଶିଗଲା, ତାହାକୁ ପରାସ୍ତ କରିବା ପାଇଁ ଆଉ କୌଣସି ଯୁକ୍ତି
काम करवा ये ध्यान करके ताप आसक्ति है भगवान कृष्ण के ध्यान विषय पुंस संग देश उपजा से बेस्तांकर चिंता मन पशिगला सब से चिंता करवा कारण ये चिंता जिते मन में पशिगला ये चिंता जिते आसीगला से कौन संग संज्ञा काम भाव जाता है आ काम भाव जाता है काम क्रोध हो जाए से पूरण कर पारना तार बासन जाता है से बेशा को से परी से आलिंगन करेंगे प्रतिष्ठित भोग कर तो यही पासन क्रोध जाते हैं यही पर से हिसाब से क्रोध भगवती सम से बर्तमान मोहदास प्राप्त तार पति पत्नी से कत भूली गए पिता माता पिता आदर्श से कत भूली गए गुरुजन मंत्र आदर्श कत सब भूली गए शास्त्र कथा भूली गए से बेशाप्रति ध्यान से विषय से विषय प्रति ध्यान करता आसक्त है कौन कर से सब परिहार कर बेशा को सांगे नहीं घर को आस कथा बुझे आसी से कहार कथा शुणवार ना कहार कथा मानवार ना पिता माता को अबद्ध हो गले निज पतिव्रता पत्नी को परिहार करले से बेशार चाहिदा केवल पूरण करने से तत्पर है पिता माता केतु उपदेश देउछंती या परिहार करने कहार कथा अवश्य कहता बुद्धि भ्रष्ट है धृतराष्ट्र बुद्धि भ्रष्ट अपने आसिक तो महत उपदेश देउछंती कर्ण गोचर हो नहीं यहीपरि भाव देखा जाऊँ कौन पिता माता पुत्र ये अवस्था देखी से मैंने देवत्याग कर सदम चले निज पतिव्रता पत्नी को घर बाहर कर से घर से निजे से बेशा करने रहे यहीपरि काय मन वाक्य केवल से बेशार भरण पोषण तार चाहिदा पूरण से तत्पर घर जिते सब सामग्री सब से खर्च कर आ कि ना बर्तमान बेशार चाहिदा पूरण करने से दस्यु वृत्ति आरम्भ चौर्य वृत्ति आरम्भ मोहटा कि बेशार प्रति आसक्त हवा जो मोहग्रस्त तार बुद्धि नष्ट हो जाए बर्तमान से बेशार चाहिदा पूरण करने से चौर्य वृत्ति दस्यु वृत्ति से आरम्भ लोक मान को मर्डर कर सब धन संपदा आनी ये बेशा को भारत पोषण करते जुआ लटरी ये सब थे यही अर्थ जबरदस्ती संग्रह कर बेशा अत्यंत आसक्त हवा जरूर से बेशा गर्भ गोटे गोटे सन्तान से उत्पादन कर सन्तान उत्पादन कर प्रथम 9टी सन्तान से उत्पादन कर लास्ट सन्तान उत्पादन कर बयस है 88 वर्ष के 88 इयर्स अजम ने क्यों जुगे लोग हाँ क्यों जुगे लोग भंडार बोली जुगे कई जन प्रश्न करे व्यासदेव ये भागवत रचना कर कलिजुगर प्रारंभ ना कौन दापर दिवस से तो आजम ने यही कलि नुहे अन्य एक कलि कथा बुझीपार कलिजुग लोक मान आयुष हो 100 वर्ष सत्यजुग लोक मान आयुष 1 लाख वर्ष त्रेताजुग लोक मान आयुष 10,000 वर्ष दापर जुग लोक मान आयुष 1000 वर्ष ये तो विभाग रही तो ये यही कलि आजम आचना करे से अन्य कौन कलि से कलिजुग कथा बुझीपार यदि बयस 88 वर्ष बयस यही लास्ट सन्तान उत्पादन करते क्या शेष सन्तान से नामकरण कर ये नवजात सन्तान जात होता तार वृत्ति चौर्य वृत्ति दस्यु वृत्ति गृह से बाहर भी चली जाए
ଅର୍ଥ ଉପାର୍ଜନ ପାଇଁ ଏ ଦୋଷବୃତ୍ତି କରି আর ତାଙ୍କର ବେଶା ପ୍ରତିକ୍ରିୟାରେ ଥିଲେ ନବଜାତ ଶିଶୁ ସେଠାରେ ରହିଛି। ତେଣୁ ଏମିତି ସମୟରେ ସୌଭାଗ୍ୟବଶତଃ ଲୋମ ଋଷି ସେଠାକୁ ଆସି ଉପସ୍ଥିତ ହେଇଗଲେ। ଲୋମ ଋଷି ନାଁ ଶୁଣିଛନ୍ତି? ହଁ, ଯାଙ୍କ ଦେହ ଯାକ ଲୋମ, আর সেই লোମ ଯେତେବେଳେ ସରିବ ସେତେବେଳେ ଆୟୁଷ ସରିବ। ତାମାନେ ଗୋଟେ ଲୋମ 12 ବର୍ଷ ଅନ୍ତର ଥରେ ଲୋମ ଗୋଟେ ଖସେ। ତାହେଲେ କିପରି ଦୀର୍ଘ ଆୟୁଷ, ଏ ମୁଣ୍ଡ ଏ ଦେହ ସମଗ୍ର ଏଥିରେ ଲୋମ ଭରା, ଲୋମ ସରିଛି। ସେ କିପରି ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରିଥାଏ। ଲୋମ ଋଷି ଗୋଟେ ବୃକ୍ଷ ମୂଳରେ ବସି ସେ ଭଜନ କରିଥିଲେ। ଯେମିତି ସେମାନେ ଦେବରାଜ ଇନ୍ଦ୍ର ଆସିଥିଲେ ତାଙ୍କୁ ସେ ସାକ୍ଷାତ କରିବା ପାଇଁ। ଯେତେବେଳେ ସୂର୍ଯ୍ୟ ଇଆଡ଼େ କିରଣ ପଡ଼ୁଛି ବୃକ୍ଷର ଆରପଟେ ସେ ନେଇଯାଉଛି, ସୂର୍ଯ୍ୟ ଯେତେବେଳେ ପଡ଼ିକି ସେପଟେ ସେ ଏପଟେ ଆସି ଭଜନ କରେ। ଇନ୍ଦ୍ର ଦେଖି ସେତେବେଳେ ଲୋମ ଋଷିଙ୍କୁ ଚରଣ କହୁଥାଏ, ନିମ୍ବର ଆପଣଙ୍କର ଆୟୁଷ କେତେ? ଏ ପ୍ରଥମ କହିଛନ୍ତି ଯେ ନିମ୍ବର ଆପଣ ଏତେ ହୀନସ୍ଥ ଅବସ୍ଥାରେ ଭଜନ କରୁଛନ୍ତି, ଆପଣଙ୍କ ଲାଗି ମୁଁ ଗୋଟେ ସୁନ୍ଦର କୋଠିର ବନେଇଦେବି। ଲୋମ ଋଷି ଉତ୍ତର ଦେଉଛନ୍ତି, ମୁଁ କେତେ ଦିନ ବଞ୍ଚିବି, ଏସବୁ କୋଠିର ବନେଇବା କ'ଣ ଆବଶ୍ୟକ? ଏଇପରି ଭଜନ କରି ଦିନଟା କାଟେଇବେ। ସେତେ ଇନ୍ଦ୍ର ପ୍ରଶ୍ନ ପଚାରିବେ, ଆପଣଙ୍କ ଆୟୁଷ କେତେ? ବୁଝିପାରିଲେ କଥା ପ୍ରସଙ୍ଗରେ। ସେତେ ଲୋମ ଋଷି କହୁଛନ୍ତି, ମୋ ଦେହରେ ଯେତେ ଲୋମ ରହିଛି ଦେଖିପାରୁଛ, 12 ବର୍ଷ ଥରେ ଗୋଟେ ରୋମ ଖସିବ। ଏଇପରି ଯେତେ ସବୁ ରୋମ ଯେତେ ଖସିଯିବ ସେତେ ମୋର ଆୟୁଷ ସରିବ। ଇନ୍ଦ୍ର ଏ କଥା ଶୁଣି ତା ଆଖି ଜଗନ୍ନାଥଙ୍କ ଭଳି ନିଷ୍ଫଳ କରି ବ୍ରହ୍ମାଙ୍କର ଭଳି ଆୟୁଷ ପ୍ରାପ୍ତ ହେଇଛି। କିଏ? ଏ ଲୋମ ସଦୃଶ ଦେହର ସମସ୍ତ ଲୋମ ଯେତେ ସରି ତାର ଆୟୁଷ ସରିବ। କେତେ କୋଟି କୋଟି ବର୍ଷ ଆୟୁଷ। ଏହା ସେଇ ଲୋମ ସଦୃଶ। ସେ କିପରି କୌଣସି କାହାରି ପ୍ରତି ଆସକ୍ତି ନାହିଁ, ଘର ଦୁଆର କାହାରି ପ୍ରତି ଆସକ୍ତି ନାହିଁ। ଏଇପରି ଗୋଟେ ବୃକ୍ଷ ମୂଲ୍ୟରେ ଅବସ୍ଥାନ କରି ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରି ସେ ମନୁଷ୍ୟ ଜୀବନକୁ ଏଇପରି ସାର୍ଥକ କରିଥିଲେ। ଏ ହେଉଛି ଲୋମ ଋଷି। ସେଇ ଲୋମ ଋଷି ସୌଭାଗ୍ୟବଶତଃ ଅଜାମିଳରେ ଅନୁପସ୍ଥିତିରେ ତାଙ୍କ ଗୃହକୁ ଆସି ପିଲାଟା କାନ୍ଦୁଥିଲା, ନବଜାତ ଶିଶୁ ଯେବେ କାନ୍ଦୁଥିଲା ସେତେବେଳେ ଇଏ କ'ଣ କଲେ ନା ବେଶା ଦେଖିଲେ ଏଇପରି ଏକ ମୁନିରେ ଆସିଥାନ୍ତି। ସେ ମୁନିଙ୍କ ଚରଣ କମଳ ଥାଏ, ତାଙ୍କୁ ସ୍ୱାଗତ କରି ନେଲେ। ସ୍ୱାଗତ କରି ନେଇ ଉତ୍ତମ ରୂପରେ ବେଶା ସେବା କଲେ। ତାର ମୁନି ଲୋମ ଋଷି ସେବା ଯେତେବେଳେ କଲେ, ଯେତେବେଳେ ଲୋମ ଋଷି ଯିବା ସମୟରେ ପଚାରିଛନ୍ତି ବେଶା, ତୁମର ଇଏ ପୁତ୍ର ନାଁ କ'ଣ? ସେତେବେଳେ ବେଶା କହୁଛନ୍ତି, ଏ ନବଜାତ ଶିଶୁ ବର୍ତ୍ତମାନ ନାମକରଣ କରା ହେଇନି। ସେତେବେଳେ ଲୋମ ଋଷି ଧ୍ୟାନସ୍ଥ ହେଲେ। ଧ୍ୟାନସ୍ଥ ହୋଇ ଅଜାମିଳଙ୍କର ପୂର୍ବ ଇତିହାସ ସେ ଦେଖୁଛନ୍ତି। ଅଜାମିଳ ଏଇପରି ସଦାଚାର ସମ୍ପନ୍ନ, ଏଇପରି ଏକ ସଦାଚାର ସମ୍ପନ୍ନ ବ୍ରାହ୍ମଣଙ୍କ ପୁତ୍ର, ଏଇପରି ପିତାମାତାଙ୍କ ଅନୁଗତ, ଏଇପରି ସେ ବ୍ରହ୍ମଚର୍ଯ୍ୟ ଜୀବନଯାପନ କରୁଥିଲା। ତାପରେ ଏକ ପତିବ୍ରତା ପତ୍ନୀଙ୍କ ସହିତ ବିବାହ ହେଇଥିଲା। ଏଇପରି ପିଲା ଅବସ୍ଥାରେ ସେ ଭଗବାନଙ୍କ ନାମ ଉଚ୍ଚାରଣ କରୁଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏଇ ଅସତ୍ସଙ୍ଗ ଟିକେ ହେବା ଯୋଗୁଁ ବେଶା ପ୍ରତି ଆସକ୍ତି ଏଇପରି କାୟମନ ବାକ୍ୟରେ କେବଳ ପାପମୟ ଜୀବନଯାପନ କରୁଛି। ତେଣୁ ସେଇ ଲୋମ ଋଷି ଅଜାମିଳକୁ ଉଦ୍ଧାର କରିବା ପାଇଁ ସେ ପ୍ଲାନ୍ କରି ବେଶାକୁ କହିଲେ, ମା ତୁମର ପୁତ୍ରର ନାମ ମୁଁ ଦେଉଛି, ଏଇ ନାମ ରଖିବ, ତାହେଲେ ତୁମମାନଙ୍କୁ କଲ୍ୟାଣ ମଙ୍ଗଳ ହେବ। କ'ଣ? ନାରାୟଣ। এই লোମ ଋଷି ନାମକରଣ କଲେ। ତାପରେ ଲୋମ ଋଷି ବିଦାୟ ଚାଲିଗଲେ। ତାପରେ ଯେତେବେଳେ ଆସିଲା କିଏ? ଅଜାମିଳ ଫେରି ଆସିଲା। ବେଶା ସେତେବେଳେ କହିଲେ, ଏଇପରି
ଏକ ମୁନିବାର ଏଠାକୁ ଆସିଥିଲେ ଆଉ ମୁଁ ତାହାକୁ ଉତ୍ତମରେ ସେବା କରିବା ଲାଗି ମୋ ପ୍ରତି ପ୍ରସନ୍ନ ହୋଇ ଯିବା ସମୟରେ ଏ ପୁତ୍ରର ନାମକରଣ କରିଛନ୍ତି କ'ଣ? ନାରାୟଣ। ଆଉ ନାରାୟଣ ଏ କଥା ଯେତେବେଳେ ଶୁଣିଲେ ଅଜାନ ବହୁତ ଆନନ୍ଦିତ ହେଇଗଲା। କାରଣ ପିଲାବେଳେ ସେ ନାରାୟଣ ନାମ ଉଚ୍ଚାରଣ ଜପୁଥିଲେ। ହଁ, ଏ ବେଶ ସଙ୍ଗ କରିବା ଯୋଗୁଁ ସେ ଭୁଲି ଯାଇଛନ୍ତି। ହଁ, ପାପାଚାର କରିବା ଯୋଗୁଁ ଯେତେବେଳେ ନାମ ଶୁଣିଲେ ଅତ୍ୟନ୍ତ ଆନନ୍ଦିତ ହେଇଗଲା। ଆଉ ଅଜାମେୟ ସବୁ ସମୟରେ ଏ ପୁତ୍ର ନାଁ ଧରି ଡାକ ନାରାୟଣ ଏଠାକୁ ଇଏ ମାନେ ଖାଅ ଇଏ ପିଅ ଇଏ କର ସବୁ ଏଥର ନାରାୟଣ ନାରାୟଣ ପୁର ନାମ ଆଗରେ ଭଗବାନଙ୍କ ନାମ କରିଦେଲେ ସେ ବ୍ରହ୍ମଚାରୀ ଅବସ୍ଥା ପିଲା ଅବସ୍ଥାରେ। ହଁ, ଯେତେବେଳେ ବେଶା ପ୍ରତି ଆସକ୍ତ ପତିତ ହେଲା ସେ ସବୁ ଭୁଲି ଯାଇଥିଲା। ବର୍ତ୍ତମାନ ଲୋକ ସମୁଦ୍ର କୃପାରୁ ପୁତ୍ର ନାମକରଣ ନାରାୟଣ ଦେଇଥିଲେ এই নারায়ণ নাম প্রতি সে আসক্ত হয়ে দিন রাত্রি 24 ঘন্টা সেই পুত্র নাম ধরে রাখতো নারায়ণ নারায়ণ নারায়ণ। এইপরি দেখা যাচ্ছে তার তো 88 বর্ষ বয়সে পুত্র হয়ে গেল। কেতে বর্ষ আইলে সেটা শেষ হয়ে যাচ্ছে। অল্প কিছু বর্ষ বয়সে তার মৃত্যুর সময় আসে উপস্থিত হয়ে গেল। আর মৃত্যুর সময় আসে উপস্থিত হয়ে গেল যেতে শয্যাশায়ী হয়ে পড়েছি। এমনি সময়ে তিনি যেন জনদূত এ অতি ভয়ঙ্কর উগ্ররমা বক্রমুখ এইপরি পাশ হস্তরে সমস্ত আসে উপস্থিত হয়েছেন। ভয়ঙ্কর বিভীষিকার উপর এ দেখি সেই বিভীষিকার উপর সে পাশ হতে এই করছে অজামর স্থূল দেহ ସୂକ୍ଷ୍ମ ଦେହରେ ବେକରେ ଏ ଯେଉଁ ଫାସ ଲଗାଇକିରି ଯଦି ଖେଞ୍ଚୁଛନ୍ତି ସ୍ଥୂଳ ଦେହରୁ ବାହାର କରିବା ପାଇଁ ଏମିତି ସମୟ ସେ ଭୟଭୀତ ହୋଇ ତାଙ୍କ ପୁତ୍ରଙ୍କର ଏତେ ଆସକ୍ତ ଥିଲା। এই পুত্র প্রতি আসক্ত ଥିବା ଯୋଗୁଁ পুত্র ନାଁ ଧରି ଡାକିଲେ ନାରାୟଣ ଭୟଭୀତ ହେଲେ। আর বিষ্ণু তো সর্বত্র বিরাজমান নারায়ণ। ଏ ଯେତେବେଳେ ଅଜାନଙ୍କ ମୁଖରୁ ଉଚ୍ଚାରିତ ହେଲା 4 ଜଣ ବିଷ୍ଣୁଙ୍କ ସଶସ୍ତ୍ରଧାରୀ ଚତୁର୍ଭୁଜ ସଶସ୍ତ୍ରଧାରୀ ଶିବରାଶି ଉପସ୍ଥିତ ହେଇଗଲେ 4 ଜଣ। ଆଉ ସେମାନେ ଯମଦୂତ ମାନଙ୍କୁ ପ୍ରତିବାଦ କଲେ କେବେ ହେଲେ ତାଙ୍କୁ ନେବା ପାଇଁ ଚାହିଁବ ନା। ଯଦି ତୁମମାନେ ନିଜର କଲ୍ୟାଣ ଚାହୁଁଛନ୍ତି ତାହେଲେ ତାହାକୁ ସ୍ଥୂଳ ଦେହରୁ ବାହାର କରିବା ଚାହିଁବ ନାହିଁ। ଇଏ ତ ସ୍ତମ୍ଭିତ ହେଇଗଲା। ଆଜି ପର୍ଯ୍ୟନ୍ତ କି ବାଧା ସୃଷ୍ଟି କରିନାହାନ୍ତି। ଏପରି ଯମଦୂତମାନେ ଯାହା କାମ କରିଦେଲେ କେହି ସେପରି ବାଧା କେହି ସୃଷ୍ଟି କରିନାହାନ୍ତି। ଏ ଜୀବନ ପ୍ରଥମ ଥର ବାଧା ଏଇପରି ଅପୂର୍ବ ଦୃଶ୍ୟ ମାନେ 4 ଜଣ ବିଷ୍ଣୁଦୂତ ଠିକ୍ ବିଷ୍ଣୁଙ୍କ ଭଳି ରୂପ। ଭଗବାନ ବିଷ୍ଣୁ ସର୍ବସୌନ୍ଦର୍ଯ୍ୟମୟ ଦୂତମାନେ ଠିକ୍ ସେହିପରି ସୌନ୍ଦର୍ଯ୍ୟମୟ এইপরি সৌন্দর্যময় চতুর্ভুজ এমানকে সব দ্বিভুজ যমদূত বিষ্ণু চতুর্ভুজ সমস্ত সশস্ত্রধারী। যদি পার্টি করিব তো অস্ত্র চালাবে সমস্ত নিহত হয় শেষ হয়ে যাবে। কিন্তু এମାନେ ছাড়িদেবে সে তো ধর্ম বিষয়ে আলোচনা হচ্ছে কেমনଙ୍କ ମଧ୍ୟରୁ ଇଏ ଯମଦୂତ আর ବିଷ୍ଣୁ ମାନଙ୍କ ମଧ୍ୟରୁ ଇଏ ଧର୍ମ ବିଷୟ ଆଲୋଚନା। ये যমদূত মানে প্রকৃতি ত্রিগুণ অনুসারে যে ধর্ম বেদের বর্ণিত আছে ত্রিবেদ ত্রয়ী বেদকে ত্রয়ী করা যায়। ঋক সাম যজু এই 3টা বেদকে ত্রয়ী করা যায়। এতে এই মানে গুণ সমন্বিত ধর্মের কথা উল্লেখ করা যায়। আর ভাগবত ধর্ম হচ্ছে ত্রিগুণের ঊর্ধ্ব চিন্ময় ভাগবত ধর্ম। তো ভাগবত ধর্মটা কেন? ভাগবত ধর্ম হচ্ছে জীব ভগবানଙ୍କ ମଧ୍ୟରେ ସମ୍ବନ୍ଧ ଜ୍ଞାନ। ହଁ, ଆମେ ଭଗବାନଙ୍କ ସହିତ ଆମର ସମ୍ବନ୍ଧ କ'ଣ? ଆମେ ହେଉଛି ନିତ୍ୟ କୃଷ୍ଣ ଦାସ। ହଁ, ଏ ହେଉଛି ଆମର ସମ୍ବନ୍ଧ ଭଗବାନଙ୍କର ନିତ୍ୟ ଆମର ସମ୍ବନ୍ଧ ଜ୍ଞାନ ହେଉଛି ଭଗବାନଙ୍କ ନିତ୍ୟ ଦାସ। ଏ ହେଉଛି ଭାଗବତ ଧର୍ମ। ଏ ଆମେ ଗୁରୁକୃଷ୍ଣ ପ୍ରସାଦରେ ଏଇ ଜ୍ଞାନ ଆମେ ପ୍ରାପ୍ତ ହେଉଛି। চক্ষুদান দিল যেই জন্মে জন্মে প্রভু সে দিব্য জ্ঞান হৃদয় প্রকাশিত। দিব্য জ্ঞানটা কেন?
এই গুরুଙ୍କର ମାଧ୍ୟମରେ ଯେଉଁ ସମ୍ବନ୍ଧ ଜ୍ଞାନ ଗୁରୁ ଆମେ ବଞ୍ଚିତ ହେଇଥିଲୁ ଆମେ ଗୁରୁଙ୍କର ମାଧ୍ୟମରେ ସେଇ କୃଷ୍ଣଙ୍କ ସହିତ ଆମର ସମ୍ବନ୍ଧ ଜ୍ଞାନ ସ୍ଥାପିତ ହେବ ଏହାକୁ ଦିବ୍ୟ ଜ୍ଞାନ କୁହାଯାଏ। ସେଇ ଦିବ୍ୟ ଜ୍ଞାନ ଏହାକୁ କୁହାଯାଏ ଭାଗବତ ଧର୍ମ। ସେହିପରି ଯମଦୂତ ଆଉ ବିଷ୍ଣୁଦୂତମାନଙ୍କ ମଧ୍ୟରୁ ଧର୍ମ ବିଷୟରେ ଯେତେ ଆଲୋଚନା ହେଲା ସବୁ ଯୁକ୍ତିରେ ଫେଲ୍ ମାରିଗଲେ କେଉଁମାନେ ଇଏ ଯମଦୂତମାନେ। କାହିଁକିନା ବିଷ୍ଣୁଦୂତମାନେ କଥା ଉଠାଇଲେ ଏହା ହେଉଛି ଭାଗବତ ଧର୍ମ ଭଗବାନଙ୍କର ନାମ ଭଗବାନଙ୍କର ଭଗବାନଙ୍କର ଲୀଳା ଭଗବାନଙ୍କର ମହିମା ଏହା ହେଉଛି ଶ୍ରବଣ କୀର୍ତ୍ତନ ଏହା ହେଉଛି ଭାଗବତ। ତ ଅଜାମିଳ କେବଳ ଏଇ ନାରାୟଣ ନାମ ଉଚ୍ଚାରଣ କରିବା ଯୋଗୁଁ ସମସ୍ତ ପ୍ରକାର ପାପର ପ୍ରତିକ୍ରିୟାରୁ ମୁକ୍ତ ହେଇଯାଇଛି। କେବଳ ଏଇ ଜନ୍ମରେ ନୁହେଁ କୋଟି କୋଟି ଜନ୍ମ। କାହିଁକି କୋଟି କୋଟି ଜନ୍ମର କଥା କହିଲେ? କାହିଁକିନା ଅଜାମିଳ ପିଲା ଅବସ୍ଥାରେ ନାରାୟଣ ନାମ ଉଚ୍ଚାରଣ କରିଥିଲେ। ସେ ତ ବ୍ରହ୍ମଚାରୀ ଥିଲେ ଇଏ ଥିଲେ ନାରାୟଣ ନାମ ଉଚ୍ଚାରଣ କରିଥିଲେ ସେ ତ ଭକ୍ତି ଭାବରେ କରିଥିଲେ। ବର୍ତ୍ତମାନ ଏଇ ମୃତ୍ୟୁ ସମୟରେ ଏହିପରି ଯମଦୂତମାନଙ୍କୁ ଦେଖି ଭିତରସ୍ଥ ପୁତ୍ରଙ୍କ ନାଁ ଧରିଲେ ସେତେବେଳେ ଭଗବାନଙ୍କ ନାଁ ଧରିଲେ ନଥାଏ ସେ ତାହା କାର୍ଯ୍ୟ କରିବ। ସେହିପରି ନାରାୟଣ ନାମ ଉଚ୍ଚାରଣ କରିବା ଯୋଗୁଁ ଏ କୋଟି କୋଟି ଜନ୍ମର ପାପରୁ ମୁକ୍ତ ହେଇଯାଇଛି। ତେଣୁ ଏ କଥା ଯେତେ ଜାଣିଲେ ଇଏ ଜ୍ଞାନ ସେମାନଙ୍କର ନଥିଲା କେଉଁମାନଙ୍କର ଯମଦୂତମାନଙ୍କର ସେଇଠି ସେ ବିଦାୟ ନେଇ ଚାଲିଗଲେ ଯମରାଜ। ଆଉ ଯମରାଜ ସେତେବେଳେ ସେ ଉପଦେଶ ଦେବେ एता मानव लोके वसु पुंसं परधर्म भक्ति जोग भगवती तद नाम ग्रहणादि भी ये षष्ठ स्कंद एक कथा कहा है। ये पर्यंत जितने प्रकार धर्म ये जगत है श्रीलोक ना हो ये तो श्रीलोक का सुने बैठे जैसे क्लास आ रहे हैं श्री कभी देखो मंगला के समय आगे कई बार नहीं क्लास में क्लास में तो बस आज सुनिए कौन सुनो तेई परी तो ये माने ये ता भाने बोलो कि वो सुपुंसन पर धर्म भक्ति जो भगवत का नाम ग्रहण आदि भी ये जगत में जितने प्रकार धर्म प्रवर्तित है जी समस्त प्रकार धर्म मान मध्य सर्वोत्तम हो जी भगवान का नाम रूपी धर्म। हरे कृष्णा 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 हरे 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 श्रेष्ठ धर्म और किसी नहीं जगत आमे हूँ समस्त कलिहत जीव पतित जीव आम समस्त कलिर कबल अच्छु आम समस्त मायार कबल अच्छु आम समस्त मोहदासर अच्छु आम बुद्धि नष्ट हो जाए आम जीवन कर्तव्य को आम भूली जाइए स्वयं भगवान चैतन्य महाप्रभु से स्वयं कृष्ण स्वयं जगन्नाथ यही कलि जुगे आसिले कौन प्रकार धर्म देव ना आम मन आम कौन प्रकार धर्म अनुष्ठान कर कि आम तपस्या कर गृह त्याग कर मन को जाए तपस्या कर हमारा मन माकड़ भरी से माकड़ भली हो जाए ये टीवी मोबाइल कलिर उपहार हमारा मन चंचल है आम केवल भगवान चरण मन निविष्ट कर कि अस्थिर मन तेणु आमर सब वृत्ति पाकड़ भले तेणु भगवान चैतन्य महाप्रभु सत्य जुगे जो धर्म ध्यान ता भी देला ना त्रेता जुगे जो धर्म बहुत भाई यज्ञनिष्ठा ये भी देला ना तापर जुगे जो धर्म शुद्ध भाव भगवान पूजा अर्चन करवा आरी मन शुद्ध ना भगवान पूजा अर्चन कौन करें कि मन सब चंचल पूजारी जाऊँ मंदिर को हाथ में कलिर उपहार धरिक मोबाइल स्मार्टफोन कौन पूजा अर्चन करे आ खाऊ कौन जर्सी गायर क्षीर घी पनीर सब बुद्धि नष्ट कलुषित इवन चेतना सेमती ना शुद्ध भाव भगवान पूजा अर्चन भगवान पूजा अर्चन कर सब शुद्ध दरकार शुद्ध घी दरकार शुद्ध दुग्ध दरकार शुद्ध मन दरकार कह तो मन शुद्ध ना तेनी तीन जुगर धर्म कई अनुसरण कर
पारिब ना सत्य जुगे जो धर्म तपस्या द्वापर जुगे जो धर्म बहुत बड़ा योग अनुष्ठान ये त्रेता जुगे जो धर्म बहुत बड़ा योग अनुष्ठान द्वापर जुगे जो धर्म विशुद्ध भाव भगत पूजा अर्चना सबकी शुद्ध भाव करी पारिब ना यदि भगवान चैतन्य महाप्रभु आसी देले जे जो अवस्था अच्छा जो स्थिति अच्छा से अवस्था रही केवल भगवान का नाम पाठ को उच्चारण तेरी से स्थापित हरे नाम हरे नाम कलो नस्तव गतिरंत तीन थर कौन कर्म प्रचेषा द्वारा कौन ज्ञान प्रचेषा द्वारा कौन योग प्रचेषा द्वारा कहीं उद्धार हो पारिब नहीं केवल भगवान का नाम रूपी भाव से कलिजुग लोक स्थापन से जिते बड़ा पापी हों जदि यहीपरी ये ज्ञान जिते प्राप्त हे से पाप परिहार कर भगवान का नाम को जब आश्रय करेंगे ये नाम ताको प्रेम जदि से पूर्व पापेरा लिप्त न हाँ समस्त पाप छाड़ी केवल ये नाम हरे नाम मैंने केवल ही नाम को जब आश्रय करेंगे ये नाम ताको प्रेम उन्होंने जुगे इतने तपस्या करी योग अनुष्ठान करी और शुद्ध पूजा अर्चन कर जो प्रेम प्राप्त हो पार थे कलि जुगे लोक पापी तापी हो सुधा महाप्रभु के कृपा महाप्रभु निर्देश अनुसार जब यही नाम करेंगे यही नाम कर से प्रेम दशा प्राप्त सर्वोच्च सिद्धि से प्राप्त कहीपरी विष्णुदूत और जमदूत मानक वार्तालाप जिते सुनिले अजान तीव्र वैराग्य जाता है कहीं ये जगतर भगवान माया शक्ति द्वारा रचित आम से भगवान दैवी मायार समस्त पड़ जाए भगवान कृष्ण कहते दैवी हेसा गुणमयी मम माया दूरत्वया आम ये माया को अतिक्रम कर निज प्रचेषा द्वारा कहीं ये माया एत प्रभाव या आम अतिक्रम कर आमर मोह जात हो लगी विपरीत लिंग प्रति आसक्त हो स्त्री पुरुष रूपी शरीर प्रति आसक्त हो जाए पुरुष स्त्री रूपी शरीर प्रति यह हूँ भगवान माया आम स्त्री न हो किंवा पुरुष आम स्त्री का पुरुष आम स्वरूप हूँ कृष्ण के नित्य दास यह हूँ आम स्वरूप कि आसी आम मध्य ये भाव आसूँ मुझे पुरुष मुझे स्त्री यहीपरी भाव जाता हवा जो जन आउ जन उपभोग करने जो बासन जात हो समूह जाता है कथा बोल ये समूह जाता हवा जो कौन हो बुद्धि नष्ट हो जाए बुद्धि नष्ट हो कौन हो यही उपभोग कामना रहा जो से उपभोग काम चक्र न हवा जो से विनाश यह हूँ कृष्ण माया दैवी हेसा दैवी हेसा गुणमयी मम माया दूरत्व ये माया अतिक्रम करने एकमात्र पंथ से मानव जे प्रपद्यन्ते माया नेता जे केवल संपूर्ण मोर चरण आश्रय करे मोर कृपा मोर माया कबल से कौन उपाय मुक्त हो पार नहीं ये भगवान कृष्ण स्वयं विधान देते तमें से भगवान के चरण आश्रय करने से भगवान कृष्ण कलिजुग आसले चैतन्य महाप्रभु आसी केवल ये नाम देले ये नामेर सर्वशक्ति अर्पण करदे आम जब निष्ठा सहकारे ये नाम जब उच्चारण करवा और निज पार्टी जहाँ उच्चारण करुचे ताकि आम श्रवण करवा एकाग्र मन चित्तनिष्ठा या कह शुद्ध नाम आम जो उच्चारण करुचे हरिबल थोड़ा थोड़ा बैठे ये नाम जो उच्चारण करुचे সেটা যদি আমি ঠিকভাবে শুনিবা এইপরি জপ করা যাচ্ছে শুদ্ধ
এইପରି ଶୁଦ୍ଧ ନାମ ପ୍ରଭାବରେ ଆମେ ପ୍ରେମ ଦଶା ପ୍ରାପ୍ତ ହେଇପାରିବା। ଆମର ଜୀବନ ସେତେବେଳେ ସାର୍ଥକ ହୋଇଯିବ। ତ ଅଜାମିଳ ଯେତେବେଳେ ବୁଝିପାରିଲେ ଇଏ ଯମଦୂତ ଆଉ ବିଷ୍ଣୁମାନଙ୍କର ଏ ଧର୍ମ ବିଷୟ ଆଲୋଚନା ଦିବ୍ୟ ଜ୍ଞାନର ଉଦାହରଣ ପ୍ରଥମେ ସେ ନିଶ୍ଚିତ ପୁନଚାର କଲେ, ସଦାଚାର ସମ୍ପନ୍ନ କଲେ। ଆରେ ଏହିପରି ପ୍ରତିବ୍ରତା ପତ୍ନୀଙ୍କ ସହିତ ଏକ ବିବାହିତ ସତୀ ପ୍ରତିବ୍ରତା ଏ ବିଶ୍ୱାସ ପ୍ରତି ଆସକ୍ତି ହେବା ଯୋଗୁଁ ଏହିପରି ଭ୍ରଷ୍ଟାଚାର ହେଇଛି। ପ୍ରଥମେ ପୂର୍ବ ସେ କଥା ଉଦୟ ହେଇଗଲା, ସେ ଅନୁତାପ କରିବାକୁ ଲାଗିଲେ, ଆରେ ମୁଁ ଏହିପରି ଏକ ସଦାଚାର ସମ୍ପନ୍ନ ବ୍ରାହ୍ମଣଙ୍କ ପୁତ୍ର, ପିତା ମାତା ଗୁରୁଜନ ସମସ୍ତେ ଅନୁଗତ କରୁଥିଲେ, ସେମାନଙ୍କ ସେବା କରୁଥିଲେ, ଏହିପରି ଭଗବାନଙ୍କ ନାମ ଉଚ୍ଚାର କରୁଥିଲେ, ଜପ କରୁଥିଲେ। ଏଇ କଥା ଏଇ ବିଶ୍ୱାସ ପ୍ରତି ଆସକ୍ତି ହେବା ଯୋଗୁଁ ଏଇ ମାୟାରେ ଆବଦ୍ଧ ହୋଇ ପାପମୟ ଜୀବନଯାପନ କଲେ। ଏଇ ଦିବ୍ୟ ଜ୍ଞାନ ଯେତେ ଉଦା ହେଇଗଲା, ସେ ସେଇଥିରୁ ବିଦାୟ ଚାଲିଗଲା କେଉଁଠାକୁ ନା ହରିଦ୍ୱାର। କଥା ବୁଝିପାରିଲେ? ଯେତେବେଳେ ଦିବ୍ୟ ଜ୍ଞାନ ଉଦା ହେବ ସେତେବେଳେ ସେ ସବୁ କିଛି ଛାଡ଼ି ଏକ ମନ୍ଦିରକୁ ଯିବେ। କେମିତି ସବୁ ଆମେ ଯେତେ ସବୁ ଥିଲୁ ସବୁ ଗୃହସ୍ଥ ଆଶ୍ରମରେ ଥିଲୁ। ଆମେ ଯେତେବେଳେ ସାଧୁ ସନ୍ଥ ହେଉ ପୂର୍ବଜନ୍ମ ସ୍ୱୀକୃତି ଭାବରେ ଇଏ ଯେତେବେଳେ ଏଇପରି ଜ୍ଞାନ ଆମ ଭିତରେ ଉଦା ହେଲା, ସେତେବେଳେ ସବୁ କିଛି ଛାଡ଼ିକି ଆମେ ମନ୍ଦିରକୁ ଆସିଲୁ। ମନ୍ଦିରକୁ ଆସିଲୁ କେଉଁଥିରେ ଲାଗି? ଆମେ ଅନନ୍ୟ ଭାବରେ ଭଜନ କରିବାକୁ ଆସିଲୁ। ଦିବ୍ୟ ଜ୍ଞାନ ଉଦା ହେବା ଯୋଗୁଁ ବିରୋଧ ଜ୍ଞାନ ମନ୍ଦିରକୁ ଆସିଲୁ। କିନ୍ତୁ ଏଇଟା ପ୍ରଥମ ଜୟ କରିବା ସମୟରେ ଆମେ କେତେ ସେବା କରୁଥିଲୁ, କେତେ ଅନୁଗତ ଥିଲୁ, ସମସ୍ତେ କେତେ ସମ୍ମାନ କରୁଥିଲୁ, ଇଏ କରୁଥିଲୁ। ତାପରେ ଧୀରେ 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 ଯେତେବେଳେ ଟିକେ ପଜିସନ୍ ପ୍ରାପ୍ତ ହେଇଯିବ ସେତେବେଳେ ଆସି ସେତେବେଳେ ଆଉ କାହାରି ପ୍ରତି କୌଣସି ସମ୍ମାନ ନାହିଁ। ସେତେବେଳେ ନିଜକୁ ବଡ଼ ବୈଷ୍ଣବ ହିସାବରେ ଜ୍ଞାନ କରିବା, ଆଉ କାହାକୁ ସମ୍ମାନ କରିବା ନାହିଁ, ଆଉ ଏହିପରି ଆଉ ସେ ନାମ ପ୍ରତି ରୁଚି ହେବ ନାହିଁ, ଆଉ କଥା ପ୍ରତି ରୁଚି ହେବ ନାହିଁ। ସେତେବେଳେ ରୁଚି କେଉଁଥିରେ ଆସୁଥାଏ? ଯେମିତି ସଙ୍ଗତରେ ସେଇଭଳି ଅସତ୍ କଥାରେ ସେ ଆସେ। ସେଟା ବୈଷ୍ଣବ ସମାଲୋଚନା। କଥା ବୁଝିପାରିଲେ? এইগুলি সে স্থগিত হয়ে গেল। উনি ভক্তির যে প্রবেশ করতেন সেটি স্থগিত হয়ে গেল, আর উন্নতি করিবা না। কথা বুঝতে তেণু ସବୁବେଳେ ସାଧୁ ସଙ୍ଗେ ରହିବା କଥା। ଆମେ ଯେ ସବୁବେଳେ ସାଧୁ ସଙ୍ଗେ ରହିବା, ଏ ଭଗବାନଙ୍କର କଥା ଆମେ ଯେ ଶ୍ରବଣ କରିବା ପ୍ରତିଦିନ, ତାହେଲେ ଆମର କେବେ ହେଲେ ଭ୍ରଷ୍ଟ ହେବାର ସମ୍ଭାବନା ନାହିଁ। କାହିଁକି ଆମେ ଦିବ୍ୟଜ୍ଞାନ ପ୍ରାପ୍ତ ହେଇଯାଉଛି। ଆଉ ଏ ଜ୍ଞାନ ଆମେ କଳିଯୁଗ ଯୁଗାଚାର୍ଯ୍ୟ ଇଏ ହେଉଛନ୍ତି ପ୍ରଭୁପାଦ, ସେଇ ଗୀତା ଭାଗବତ ମାଧ୍ୟମ ସବୁ ଦେଇଛନ୍ତି। ତେଣୁ ଏହାକୁ ଆମକୁ ନିଷ୍ଠା ସହକାରେ ଶ୍ରବଣ କରିବାକୁ ବୁଝିବାକୁ ହେବ ଯେ ପ୍ରକୃତ ଉଦ୍ଦେଶ୍ୟଟା କ'ଣ। ଆଉ ଭଗବାନଙ୍କର କଥା ଏତେ ଶକ୍ତିଶାଳୀ, ଭଗବାନଙ୍କର ନାମ ଏତେ ଶକ୍ତିଶାଳୀ, ଭଗବାନଙ୍କର ଗୁଣ ମହିମା ଏତେ ଶକ୍ତିଶାଳୀ। ଆମେ ଯେତେ ଶ୍ରବଣ କରିବା, ଯେତେ ଭଗବାନଙ୍କ ନାମ ଆମେ ଉଚ୍ଚାରଣ କରିବା, ସେତେ ଆମ ଭିତରେ ଚିତ୍ଶକ୍ତିର ବଳ ପ୍ରକଟ ହେଇଯିବ। ଆଉ ଯେତେ ଚିତ୍ଶକ୍ତିର ବଳ ଯେତେ ଆସିବ, ମାୟା ସେତେବେଳେ ଦୁର୍ବଳ ହେଇଯିବ। ଆମେ ସମସ୍ତ ମାୟା କବଳ ଅଛୁ। କେଉଁଥିଲାଗି? ଏ ଚିତ୍ଶକ୍ତି ବଳ ପ୍ରାପ୍ତ ନ ହେବା। କାହିଁକି ଆମେ ଆମର ଶ୍ରବଣ ନାହିଁ, ଆମର କେଉଁ ଭଗବାନଙ୍କ ନାମ ଜପ କରିବାର ନାହିଁ, କୀର୍ତ୍ତନ କରିବାର ନାହିଁ, ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାର ନାହିଁ। ତେଣୁ ଆମେ ଚିତ୍ଶକ୍ତି ବଳରୁ ଚ୍ୟୁତ ହେଇଯାଇଛି। ସେ ତ ମାୟା ଆମର ଉପରେ ପ୍ରଭାବ ବିସ୍ତାର କରି ଆମକୁ ମାୟା କ୍ୟାପଚର କରିବ। କଥା ବୁଝିପାରିଲ? ପୁଣି ସେଇ ପୁନଃ ମୂଷିକ ଭାବ ଅବସ୍ଥାରେ ସେହିପରି ଅଜାମିଳେ ସେ କ'ଣ କଲେ? ସେଇ ପୂର୍ବ ଭାବ ଉଦୟ ହେଇଗଲା। ଏ ବେଶ୍ୟା ପ୍ରତି ଆସକ୍ତି ହେବା ଯୋଗୁଁ ଏଇ ଯେ କାୟ ମନ ବାକ୍ୟ ସବୁ ପାପ କର୍ମ କରିଥିଲେ, ଏଥିରେ ମୁକ୍ତ ହୋଇ ସବୁ ପରିହାର କରି ହରିଦ୍ୱାରକୁ ଚାଲିଗଲେ। ସେଠାରେ ଏକ ବିଷ୍ଣୁ ମନ୍ଦିରରେ ଆଶ୍ରୟ ବିଷ୍ଣୁଦୂତମାନଙ୍କ ପାଖରେ ବିପଦ ପ୍ରାପ୍ତ ହେଇଯାଇଛି, ଭାଗବତ ଭାବ ପ୍ରାପ୍ତ ହେଇଯାଇଛି। ହେଲେ ବିଷ୍ଣୁ ମନ୍ଦିରରେ ଆଶ୍ରୟ ନେଇ ସେ ଅନନ୍ୟ ଭାବରେ
ଏ ଭଗବାନଙ୍କର ଭଜନ କରିବା ଅନନ୍ୟ ଭାବରେ ଯେତେ ଭଜନ କରିବାକୁ ଲାଗିଲେ ସେତେବେଳେ ଅଳ୍ପ ସମୟରେ ଭଜନ କରିବା 6-7 ମାସ ଭଜନ କରି ସେ ଶୁଦ୍ଧତା ପ୍ରାପ୍ତ ହେଇଗଲା। ଶୁଦ୍ଧତା ଯେତେ ପ୍ରାପ୍ତ ହେଇଗଲା ସେତେବେଳେ ବିଷ୍ଣୁଦୂତ ମାନେ ସେଇ ପୂର୍ବ ଯେ 4 ଜଣ ବିଷ୍ଣୁଦୂତ ଯେଉଁ ଦୂତମାନଙ୍କ ହାତରୁ ଉଦ୍ଧାର କଲେ ସେଇମାନେ ଭଗବାନ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଏକ ଦିବ୍ୟ ବିମାନ ସ୍ୱର୍ଣ୍ଣ ବିମାନ ନେଇ ସେଟାକୁ ଆସି ଉପସ୍ଥିତ ହେଇଗଲା। ଆଉ ଅଜାମିଳ এই নশ্বরটা সে গঙ্গা করে হরিদ্বার যে গঙ্গা করে পরিত্যাগ করে ভগবানকে পরে রূপ প্রাপ্ত হয়ে সে দিব্য বিমানে আরম্ভ করে ভগবান ধামକୁ কিন্তু ଆମେ ଭିତରେ ମୋହ ଦଶା এই ପ୍ରସଙ୍ଗରେ ଇଏ ରହିଛି କଥା ଆମେ ସମସ୍ତେ লিকুইড বিউটি প্রতি আসক্ত কথা শুনছেন লিকুইড বিউটি তরল সৌন্দর্য এই কথা প্রেম শেষে করি এই আমার গুরুদেবকে মুখে আমি সব শ্রবণ করেছি প্রভুপাত এই কথা বলেছি যে ଏକ ଜମିଦାର ପୁତ୍ର ଆସିଥିଲା ଏକ ସୁନ୍ଦର ରମଣୀଙ୍କର ଘରକୁ ସୁନ୍ଦର ଯୁବତୀ ରମଣୀ ଦେଖି ଅତ୍ୟନ୍ତ ସେ আকৃষ্ট ହେଇଥିଲେ ତାହା ଧ୍ୟାନ କରିବେ ତା ପ୍ରତି ଆସକ୍ତି ଜାତ ଏହା ତ ବିଶାଳ କୌଣସି ସେ ତାଙ୍କୁ ଉପଭୋଗ କରିବା ପାଇଁ ବାସନା ଜାତ ହେଇଗଲା ତାଙ୍କ ଭିତରେ କିନ୍ତୁ ସେ ନିର୍ଲଜ୍ଜ ଭାବରେ ସେ ସୁନ୍ଦର ସ୍ତ୍ରୀ ପାଖକୁ ସେ ବ୍ୟାଖ୍ୟା କଲେ ମୁଁ ତୁମକୁ ପତ୍ନୀ ଗ୍ରହଣ କରିବା ପାଇଁ ଚାହେଁ ତୁମେ ଅତି ସୁନ୍ଦର ତେଣୁ ମୁଁ ଜମିଦାର ପୁତ୍ର ତେଣୁ ତୁମେ ମୋତେ ପତି ରୂପରେ ଗ୍ରହଣ କର ମାନେ ତାର କାମନା ହେଉଛି ଭୋଗ କରିବା ଭୋଗ କାମନା ସୁନ୍ଦରୀ ସ୍ତ୍ରୀ ବହୁତ ବୁଦ୍ଧିମତୀ ଏ ଦେଖିଲେ ଜମିଦାର ପୁତ୍ର ମୋର ଏଇ ମାୟା ରୂପ ପ୍ରତି আকৃষ্ট ହେଇ ମୋତେ ମୋର ଏଇ ଶରୀରକୁ ସେ ଭୋଗ କରିବା ପାଇଁ ଚାହୁଁଛି କିନ୍ତୁ ୟାକୁ ବୁଝିତ ଶିକ୍ଷା ଦେବା কথা বুঝল তো সুন্দর স্ত্রী কহিলে কেন ঠিক আছে আপন আসন্তাকালে আসেন এই সন্ধ্যার সময় সেটার মতে ভোগ করে পারে এটা বহুত আনন্দিত হয়ে গেল জমিদার ও আনন্দের ঘরକୁ ফেরিগଲେ রাত্রে শোইଛନ୍ତି নিত্য আসୁ କେତେ ରାତ୍ରିରେ ଅତିବାହିତ ହେଇଯିବ ଦିନ ଆସିବ ଦିନ ଶେଷରେ ସନ୍ଧ୍ୟା ଆସିବ ବୁଝିବେ ସେ ସୁନ୍ଦର ସ୍ତ୍ରୀକୁ ଉପଭୋଗ କରେ ଏହିପରି ଛଟିପଟି ହୋଇ ଏହିପରି ଦିନଟା କୌଣସି ଉପାୟରେ କଟାଇଲେ ଯେ ସନ୍ଧ୍ୟା ହେଲା সেই সমস্যা আসছে জমিদার ইহা ভিতরে সে কোন করলে সুন্দর স্ত্রী জলপ বটিকা খাইলে ଅଧିକ ପରିମାଣ ଖାଇବା ଯୋଗୁଁ କେବଳ ପତଳା ଝାଡ଼ା ବାନ୍ତି ଏସବୁ ଠିକ ସେ ବଡ଼ ବଡ଼ ଗାମଲା ସବୁ ଧରିକି ରଖିଥିଲେ ଯେତେ ଥର ଝାଡ଼ା ପିଇଛନ୍ତି ଦିନକୁ 5-6 ଥର ସବୁ ଗାମଲା ଧରିକି ଯେତେ ଥର ବାନ୍ତି କରିଥିଲେ ଗାମଲା ଧରିକି ରଖିଥିଲେ ତାପରେ ଦେଖାଯାଉଛି ଗୋଟେ ଦିନରେ ସେ ସୌନ୍ଦର୍ଯ୍ୟ ଅନ୍ତରରେ ଯାଇ ପିଶାଚି ବନି ଏସବୁ ଭିତରକୁ ପଶି ଯାଇଛି ଝାଡ଼ା ହେଇଛି 5-6 ଥର ପତଳା ଝାଡ଼ା আর দিয়ে যাইছি এক লিকুইড বিউটি তরল সুন্দর সব বাইরে যাইছে সে গামলা ভরে গিয়ে ये সন্ধ্যার আছে উপস্থিত ये দ্বার দেশের উপস্থিত কে সেই সুন্দর স্ত্রী এইপরি অবস্থা সে ବହୁତ ଆଗ୍ରହ ନେଇ ଆସିଛି ମୋତେ କଥା ଦେଇଛି ସନ୍ଧ୍ୟାରେ ଏଇପରି ମୁଁ ତାଙ୍କ ସହିତ ମିଳିତ ହୋଇ ତାକୁ ଭୋଗ କରିବି ଆସି ସେ ଉଦ୍ବାସ୍ତ ହୋଇ ପଚାରୁଛନ୍ତି ଦାନ୍ତ ସେଇ ସ୍ତ୍ରୀଟି ବସୁଛନ୍ତି ଆଚ୍ଛା ଏଇ ଗୃହରେ ଏକ ସୁନ୍ଦର ସ୍ତ୍ରୀ ସେ ମୋତେ କଥା ଦେଇଥିଲେ ସନ୍ଧ୍ୟାରେ ଆସିବା ପାଇଁ ତ ଆପଣ ଟିକେ ଯାଇକି ତାଙ୍କୁ ଖବର ଦେବେ କି ଏଠି ଆସିବୁ ସେ ସୁନ୍ଦର ସ୍ତ୍ରୀ ବସିକି ମୁଁ ସେଇ ସୁନ୍ଦର ସ୍ତ୍ରୀ କେମିତି ସେଇ ସୁନ୍ଦର ସ୍ତ୍ରୀ ହେବ ସେ କେତେ ସୁନ୍ଦରୀ ତୁମ ତ ପିସା ଯିବନି ସେ ସୁନ୍ଦର ସ୍ତ୍ରୀ କହୁଛନ୍ତି ଆପଣ ଯେ ମୋର ଯେ ସୌନ୍ଦର୍ଯ୍ୟ ରୂପ ଦେଖି ମୋର ଯେ ସୌନ୍ଦର୍ଯ୍ୟ ଭୋଗ କରିବାକୁ ଚାହୁଁଛନ୍ତି ସେଥିଲାଗି ମୁଁ କ'ଣ କଲି ଆପଣ ଲାଗି ସବୁ ଅଲଗା କରି ରଖିଦେଇଛି ସେ ସୌନ୍ଦର୍ଯ୍ୟ
তো তাকে হাত ধরে নিয়ে আসে, আপনি এই ভোগ করেন, এই কদলা ঝরা গামলা দেখাইলে আর সে বন্ধ ইয়াও আপনার লাগে অল্টা করে রেখে দিয়েছে মধ্যে আপনি ভোগ করেন। এই সেটা দেখে তাদের তৃপ্তি করে নারীর সৌন্দর্য কিছু নেই, নারীর সৌন্দর্য বলি কিছু নাই। হ্যাঁ, এর নারীর সৌন্দর্য হচ্ছে লিকুইড বিউটি, তরল সৌন্দর্য। এর বাহারে কিবা যাবে সে পিছা আছে। তেমনি আমার প্রকৃত স্বরূপ হচ্ছে আমি ଏ ସୁନ୍ଦର ସ୍ତ୍ରୀ ନୁହେଁ, ସୁନ୍ଦରୀ ପୁରୁଷ ନୁହେଁ, ସୁନ୍ଦର ପୁରୁଷ ନୁହେଁ। ଆମର ପ୍ରକୃତ ସ୍ୱରୂପ ହେଉଛି କ'ଣ? ଆମେ ଭଗବାନଙ୍କର ନିତ୍ୟ ଦାସ। ଏଇ ସ୍ୱରୂପ ବୁଝିପାରିଲ? ଏଇ ଯେ ସ୍ତ୍ରୀ ପୁରୁଷ ଏହା ହେଉଛି କୃଷ୍ଣଙ୍କର ମା, ମାୟା ରୂପୀ ସୃଷ୍ଟି। ତେଣୁ ଭଗବାନ ଏମିତି ଦୁଇଟା ଯନ୍ତ୍ର ସୃଷ୍ଟି କରି ଦେଇଛନ୍ତି, ଏକ ସ୍ତ୍ରୀ ଶରୀର, ଏକ ପୁରୁଷ ଶରୀର, ଭଗବାନଙ୍କର ସୃଷ୍ଟି। ବୁଝିପାରୁଛନ୍ତି? এই দুই যন্ত্রটাকে সেইপরি অ্যাজিটিভ যন্ত্র ସବୁ প্রকট ହେଇପାରେ। ଏ ହେଉଛି ଭଗବାନଙ୍କର ମା। ତେଣୁ ଆମେ ସମସ୍ତେ ମାୟା ଜାଲରେ ଆବଦ୍ଧ ହେଇଯାଏ। ଇଏ ମୋର ପିତା, ଇଏ ମୋର ମାତା, ଇଏ ମୋର ସ୍ତ୍ରୀ, ଇଏ ମୋର ପୁଅ, ଇଏ ମୋର ଝିଅ, ଇଏ ମୋର ରିଲେଟିଭ୍, ଏଇ ମହଦଶାରେ ଏଇ ଦୁର୍ଯ୍ୟ ଭିତରାକ ଏଇପରି ପୁତ୍ର ସ୍ନେହର ଅନ୍ଧ ହେଇ ପୁତ୍ରମାନଙ୍କର ପକ୍ଷପାତିତ୍ୱ ପରିତ୍ୟାଗ କରିବା ପାଇଁ ସେ ଚାହିଁଲା ନାହିଁ। ଏଇ କଥାଟା ବୁଝିପାରିଲେ କିଏ? ଇଏ ମାନେ ଅକ୍ରେ ଏଇ କଥା ବୁଝିପାରି ସେ ତାର ସେଠାରେ ସଜ୍ଜନମାନଙ୍କର ମଙ୍ଗଳାକାନ୍ତି ଭୂମିମାନଙ୍କୁ ବିଦାୟ ନେଇ ବୈଷ୍ଣବପୁର ଫେରିଗଲେ। କେଉଁଠାକୁ? ମଥୁରାକୁ ଯାଇ କୃଷ୍ଣ ଭଗବାନଙ୍କୁ ଏ କଥା ଜଣାଇଲେ। ଆଜ୍ ଇଟ୍ ଇଜ୍ ଖବର। ଏହା ହେଉଛି ଯୁକ୍ତରାଷ୍ଟ୍ରଙ୍କର ମନୋଭାବ। କେବଳ ସେ ତାଙ୍କ ପୁତ୍ରମାନଙ୍କର ପକ୍ଷପାତ ପରିତ୍ୟାଗ କରିବ ନାହିଁ। କୃଷ୍ଣଙ୍କର ପ୍ଲାନ୍ ସେ ଆସିଛନ୍ତି ଧର୍ମ ମାନେ ପ୍ରତି ଭାର ଅପହରଣ କରିବା ପାଇଁ। କିନ୍ତୁ କୃଷ୍ଣ ସେତେବେଳେ ଏହିପରି ଭାଇ ଭାଇମାନଙ୍କ ସଂଘର୍ଷ ଲଗାଇଲେ, ଯୁଦ୍ଧକ୍ଷେତ୍ର ଆୟୋଜନ କଲେ। ଆଉ ସେଠାରେ ପୁଣି ଅର୍ଜୁନକୁ ମଧ୍ୟ ମୋହଜାତ କଲେ। ଉଭୟ ପକ୍ଷ ସୈନିକମାନେ ଉପସ୍ଥିତ ହେଇଯାଉଛି, ଉଭୟ ପକ୍ଷ ସୈନିକମାନେ ଉପସ୍ଥିତ ହେଇଯାଉଛି। ସ୍ପିଡ଼ ହେବ କେତେ ଗୁଡ଼ିଏ ବାହନ ଇଏ କରିଦେବ, ସେଇଠି ଶେଷ ହେଇଯିବ। ସବୁ ପ୍ରସ୍ତୁତ ହୋଇ ଅଛନ୍ତି, ସସଜ୍ଜିତ ଅବସ୍ଥା ପାଣ୍ଡବ ପକ୍ଷ। ହଁ, ସେତେବେଳେ ଭଗବାନ ନିଜ ଇଚ୍ଛା ପ୍ରଭାବରେ ଅର୍ଜୁନଙ୍କ ମଧ୍ୟରେ ମୋହଜାତ। ଅର୍ଜୁନ ସେ କଥା ଉଠେ, ହେ କୃଷ୍ଣ, କେଉଁମାନେ ଆସିଛନ୍ତି ଆମମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ? ମୁଁ ଟିକେ ଦେଖି ନେବା ପାଇଁ ଇଚ୍ଛା ହେଉଛି। ତେଣୁ ରଥଟି ନେଇ ଉଭୟ ସୈନିକମାନଙ୍କର ମଝିରେ ସ୍ଥାପନ କରିଥାଏ। କୃଷ୍ଣ ଭଗବାନ ହେଲେ ବି କ'ଣ ଅଛି? ସେ ବର୍ତ୍ତମାନ ଡ୍ରାଇଭର, ଅର୍ଜୁନ ରଥ ଡ୍ରାଇଭର। ହଁ କି ନା? ଅର୍ଜୁନ ରଥି, ଅର୍ଜୁନ ଯାହା କରି ତା ପାଳନ କରିବା ଯିବ। ତ ଅର୍ଜୁନ ଏଇ କଥା କହିଲେ, ରଥଟି ନେଇ ଉଭୟ ସୈନିକମାନଙ୍କର ମଝିରେ ସ୍ଥାପନ କରିଦେଲେ। ଆଉ କୃଷ୍ଣ ଇଶାରା କରି କହିଦେଉଛନ୍ତି, ଏ ପିତାମହ, ସେ ଗୁରୁଦେବ, ଏଇ ପିତାଚାରୀ। ଆଉ ଇଆଡ଼େ ଅର୍ଜୁନକୁ ମଧ୍ୟ ମୋହଜାତ କରିଦେଉଛନ୍ତି। ବୁଝିପାରିଲେ କଥା? କୃଷ୍ଣଙ୍କ ପ୍ଲାନ୍ ଦେବେ। এইপরি আর কৃষ্ণ এইপরি হাতের ইশারা দিয়ে কই দিয়েছেন, এଠାରେ জিত ସବୁ ଆସି ଉପସ୍ଥିତ ହେଇଛନ୍ତି। ଜିତ ସବୁ ଆସି ଉପସ୍ଥିତ ହେଇଛନ୍ତି। ପ୍ରାଣ ନେଇ ଘରକୁ କେହି ଫେରି ଯାଇ ପାରିବ। ଏହା କୃଷ୍ଣଙ୍କର ପ୍ଲାନ୍। କୃଷ୍ଣଙ୍କ ପ୍ଲାନ୍ କ'ଣ? ଜିତ ସବୁ ଆସି ଉପସ୍ଥିତ ହେଇଛନ୍ତି, ଆଉ କେହି ପ୍ରାଣ ନେଇ ଘରକୁ ଫେରି ଯାଇ ପାରିବ ନାହିଁ। ଏଠାରେ ସବୁ ଛାଡ଼ିଦେବାକୁ ହେବ। ଏ କୃଷ୍ଣଙ୍କର ପ୍ଲାନ୍। ଆଉ ଅର୍ଜୁନଙ୍କ ମଧ୍ୟରେ ମୋହଜାତ କରାଇଦେଲେ କ'ଣ? ପିତାମହ ଭୀଷ୍ମ, ଆମେ ପିଲା ଅବସ୍ଥାରୁ ପିତୃହୀନ, କେତେ ସ୍ନେହ ଦେଇ ଆଦର ଦେଇ ଆପଣଙ୍କୁ ଲାଳନ ପାଳନ କରି ଏତେ ବଡ଼ କରିଛନ୍ତି। ସେ ପିତାମହ ଭୀଷ୍ମକୁ ବଧ କରିବା ଦେବ। এই কথা যদি অর্জুন চিন্তা করলে তার দেহ ধরিল স্বাভাবিক। ইয়াକୁ ମୋହ କୁହାଯାଏ। ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଯେ ଆସନ୍ତି, ଦେହ ଆସନ୍ତି, ପୁଣି ତାକୁ ସେଇ ଗୁରୁ ଦ୍ରୋଣାଚାର୍ଯ୍ୟ ଯିଏକି ମୋ ପ୍ରତି ପ୍ରସନ୍ନ ହୋଇ ଅସ୍ତ୍ରବିଦ୍ୟା ଯେତେ ରହସ୍ୟମୟ ମାନେ ଅସ୍ତ୍ର ବିଦ୍ୟା ତା ମୋତେ ଶିକ୍ଷା ଦେଇଛନ୍ତି। সেই গুরু দ্রোণাচার্যଙ୍କୁ ବଧ କରିବାକୁ ଏ କଥା ଯଦି ଚିନ୍ତା କଲେ ରୋମ ଗୁଡ଼ିକ ସବୁ ଖଡ଼ା ହେଇଗଲା। ଦେହ ଥରିଛି, ରୋମ ଖଡ଼ା ହେଇଗଲା, ଥରେ ଧରି ରଥରେ ଖସି ପଡ଼ିଗଲା, ଦାଣ୍ଡି ଖସି ପଡ଼ିଗଲା। କଥା କହିଲେ ମୁଁ ଯୁଦ୍ଧ
ଏଇଆ ଯେ ଦୁଇଟା କଥା ଏଇଟାରେ ଏଇଟା ଆମେ ସମାଧାନ କରିବା। ଏଠାରେ ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ। ହଁ, ଅର୍ଜୁନ ସହିତ ଚ୍ୟାଲେଞ୍ଜ ଦେଲେ, କହ ଯୁଦ୍ଧ କରିବ କି କରିବନି, ଯଦି ନ କରିବ ତାହେଲେ ମୁଁ ଯୁଧିଷ୍ଠିର କହିଦେବି ଯୁଦ୍ଧ ହେବ ନାହିଁ। ଅର୍ଜୁନ କନଫ୍ୟୁଜରେ ପଡ଼ିଗଲେ, ଧର୍ମ ସମ୍ବନ୍ଧରେ ସେ କୌଣସି ବିଚାର କରିପାରିଲା ନାହିଁ। କଥା ଉଠିଲା କାର୍ପଣ୍ୟ ଦୋଷ ପ୍ରଭାତ ସହ ଇଚ୍ଛାମି ଧର୍ମ ସଂକୁଳ ତଥା ଯଶ ନିଶ୍ଚିତ ଗୃହୀତ ଶିଷ୍ୟ ପାଇଁ ସାହାଯ୍ୟ ଅର୍ଜୁନ କୃଷ୍ଣ ଚାଲୁ ପହଞ୍ଚାଇଲା। ଧର୍ମ ବିଷୟରେ ମୋର ଜ୍ଞାନ ନଥିବା ଯୋଗୁଁ ମୋର କର୍ତ୍ତବ୍ୟ କ'ଣ ଅକର୍ତ୍ତବ୍ୟ ନିର୍ଣ୍ଣୟ କରିଥିଲି। ମୋ ପାଇଁ ଯାହା ଶ୍ରେଷ୍ଠ କର୍ତ୍ତବ୍ୟ ତାହା କହିଲି। ସେଥିରେ ଭଗବାନ କୃଷ୍ଣ ଦିବ୍ୟ ଜ୍ଞାନ ଦେଲେ। ଦିବ୍ୟ ଜ୍ଞାନ ଯେବେ ପ୍ରାପ୍ତ ହେଇଗଲେ ଅର୍ଜୁନ ସ୍ୱଇଚ୍ଛାରେ ସେ ଧନୁର୍ବାଣ ନେଇ ଠିଆ ହେଇଗଲେ। ଗାଣ୍ଡୀବ ସହରରେ ଠିଆ ହେଲେ ନଷ୍ଟ ମୋହ ସ୍ମୃତିରେ ବାର୍ତ୍ତା ତତ୍ପ୍ରସାଦ ମୟାଚ୍ୟୁତ ସ୍ଫୀତ ଶ୍ରୀଗତ ସଙ୍ଗ ପରିଶ୍ୟ ବଚନାନ୍ତର। ତ ଅର୍ଜୁନ ଭଗବାନ କୃଷ୍ଣଙ୍କ ଠାରୁ ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇ ବର୍ତ୍ତମାନ ସେ ଆଉ ନିଜ ଇଚ୍ଛାରେ କିଛି କରିବା ପାଇଁ ଚାହିଁଲେ ନାହିଁ। କୃଷ୍ଣଙ୍କର ଯାହା ଇଚ୍ଛା ସେଇ ଅନୁସାରେ ସେ କାର୍ଯ୍ୟ କରି ସେ କୃଷ୍ଣଙ୍କର ପ୍ରିୟ ହେଇଗଲେ। କଥା ବୁଝିପାରିଲେ? ଏଠାରେ ଧୃତରାଷ୍ଟ୍ର ୟାକୁ ଦିବ୍ୟ ଜ୍ଞାନ ଦେବା ପାଇଁ କେତେ ପ୍ରୟାସ କରାଯାଇଥିଲା। ବିଦୁର ସ୍ୱୟଂ ଦେଉଥିଲେ, ସେ କିଛି ତାର କର୍ଣ୍ଣଗୋଚର ହେଉନଥିଲେ। କାହିଁକିନା ପୁତ୍ର ସ୍ନେହ ସେ ଅନ୍ଧ, ଏ ପୁତ୍ରମାନଙ୍କ ପକ୍ଷପାତ ସେ ତ୍ୟାଗ କରି ପାରୁନଥିଲେ। ଧୃତରାଷ୍ଟ୍ର ଦୁର୍ଯ୍ୟୋଧନ ଚିନ୍ତା ଏ ବିଷୟ ତାଙ୍କ ପାଖେ ବିଷୟ କ'ଣ ହେଲା? ଧୃତରାଷ୍ଟ୍ରଙ୍କ ପାଖେ ବିଷୟ, ଧୃତରାଷ୍ଟ୍ରଙ୍କ ପାଖରେ ବିଷୟ ହେଇଗଲା ଦୁର୍ଯ୍ୟୋଧନ। এই দুর্যোধনের কথা চিন্তা করে করে তার প্রতি আসক্ত মোহজাত হয়ে যাচ্ছে। তিনি শেষে সে কথা উঠাইলে যে ମୁଁ ମୋର ପୁତ୍ରମାନଙ୍କର ପକ୍ଷପାତ থেকে ବେଲେ ପରିତ୍ୟାଗ କରିପାରିବ ନାହିଁ। ହଁ, ତ ଦୁର୍ଯ୍ୟୋଧନ ଲାଷ୍ଟ ସତ୍ ଉପଦେଶରେ ପରିବର୍ତ୍ତନ ହେଲା ନାହିଁ। ହଁ, ତେଣୁ ସବଂଶ 18 ଦିନ ଯୁଦ୍ଧ ହେଲା, ସବୁ ହରାଇଲେ 100 ପୁତ୍ର। ହଁ, କଥା ବୁଝିପାରିଲେ? ତେଣୁ ଆମର କର୍ତ୍ତବ୍ୟ ହେଉଛି ଆମେ ହେଉଛି ସର୍ବତ ଭଗବାନଙ୍କ ନିତ୍ୟ ଦାସ। କିନ୍ତୁ ଆମର ନିଜର କୌଣସି ପ୍ଲାନ୍ ରଖିବା ଉଚିତ ନୁହେଁ, ନିଜର କିଛି ଇଚ୍ଛା ରଖିବା ଉଚିତ ନୁହେଁ। ଆମର ଇଚ୍ଛା ଆମର ଯାହା କିଛି କୃଷ୍ଣଙ୍କର ଇଚ୍ଛା ସହିତ ମିଶାଇ ଦେବା ଉଚିତ। ତେଣୁ କୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ଆମକୁ ସବୁକିଛି କରିବା। ତେବେ ଆମେ କୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହେଇପାରିବା, ଆମେ କୃଷ୍ଣଙ୍କର ଭକ୍ତ ହେଇପାରିବା, କୃଷ୍ଣଙ୍କ କୃପା ପ୍ରାପ୍ତ ହେଇପାରିବା। हमारे जीवन सार्थक। କିନ୍ତୁ ଭଗବାନ କୃଷ୍ଣ କଳିଯୁଗରେ ଆସି କହୁଛନ୍ତି ମୋର ଏଇ ନାମ ଦେଉଛି, ସମସ୍ତେ ଏଇ ନାମ କରେ, ନାମରୁ ସମସ୍ତେ ସର୍ବସିଦ୍ଧି ପ୍ରାପ୍ତ ହେଇଯିବେ। ୟା হইতে সর্বসিদ্ধি হইবে সবার, সর্বক্ষণ বল হইতে বিধি নাহিয়া। 10-5 মিলে নিজে দাঁড়াতে বসিয়া কীর্তন কর সবে, হাত তালি দিয়া কান হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে। আর এই সব ছাড়ি ଆମେ ଟିଭି ମୋବାଇଲ ଇଏ ଆସକ୍ତି ହେବା ଯୋଗୁଁ ମୋହଦୋଷ ପ୍ରାପ୍ତ ୟାକୁ ଛାଡ଼ି ସେଥିରେ ଆମର ମାଇଣ୍ଡ ଇଂଗେଜ ହେଇଯାଏ। ଆମେ ଧର୍ମକୁ ଛାଡ଼ି ସହିତ ଅଧର୍ମ ଆସକ୍ତି, ଲାଷ୍ଟ ଆମେ ସମସ୍ତେ ଭିନ୍ନ ଆସକ୍ତି। ଆମର ଉଦ୍ଦେଶ୍ୟ କଥା ଯେମିତି ଧୃତରାଷ୍ଟ୍ର। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ କି जय श्री प्रभुपाद की जय श्री गुरुदेव की जय श्री भक्तवृंद की जय गौर जय